ତ ମୁଁ ଗୋଟେ ପାଳକ ଗୋଟେ ପାଷ୍ଟର କାମ କରୁଛି ସେବା କାମ କରୁଛି ମୋର କାମ ହଉଛି ଲୋକମାନଙ୍କ ପାଖକୁ ଯାଇକି ବାକ୍ୟ ନେଇକି ଆଲୋଚନା କରିବାଟା ସୁସମାଚାର ପ୍ରଚାର କରିବା ତ ଯେତେ ଅଧିକ ମୁଁ ଈଶ୍ୱରଙ୍କ ବାକ୍ୟକୁ ଯେତେବେଳେ ଧ୍ୟାନ କରୁଛି କି ପଢୁଛି କି ଶୁଣୁଛି ବାକ୍ୟ ପରମେଶ୍ୱର ଏ ଆଶ୍ଚର୍ଯ୍ୟ ବିଷୟ ଗୁଡାକ ଦେଖାଉଛୁ ବା ସ୍ୱତନ୍ତ୍ର ଭାବରେ ମୁଁ ମୋର ଜୀବନକୁ ଯଦି ଆରମ୍ଭ କଲି ମୁଁ ତ ମୋ ଇଚ୍ଛାରେ ଜନ୍ମ ହେଇନଥିଲି ଏଠି କିଏ ଅଛି କି ଯିଏ ନିଜ ଇଚ୍ଛାରେ ଜନ୍ମ ହେଇଛି ନାହିଁ ଆମେ ନିଜ ଇଚ୍ଛା ଅନୁସାରେ ଜନ୍ମ ହେଇନୁ ଆମକୁ ଜଣେ ପରମେଶ୍ୱର ଯିଏ ସୃଷ୍ଟିକର୍ତ୍ତା ଆମକୁ ପୃଥିବୀକୁ ଛାଡ଼ିଛନ୍ତି ନା ନାଇଁ ତ ଆପଣ ଯୋଉ ବସିଛନ୍ତି ବର୍ତ୍ତମାନ ଚାରିଆଡେ ଦେଖନ୍ତୁ ଟିକେ ଆପଣଙ୍କ ସାଇଡରେ ଲୋକକୁ ଦେଖନ୍ତୁ ପଛରେ ଦେଖନ୍ତୁ ହଲ ରାଇକିଆକୁ ଥରେ ବୁଲନ୍ତୁ ଆପଣଙ୍କ ପରି ରାଇକିଆରେ ଜଣେ ମଧ୍ୟ କି ଅଛି କି ଥିବ କି ଏ ନୂଆ ନୂଆ ଭାଇ ଭଉଣୀ ଯେଉଁମାନେ ଆଜି ଆସ ପ୍ରଥମ ଥର ମୋତେ ଦେଖୁଛନ୍ତି ତା ପୂର୍ବରୁ ମୋ ଲୋକକୁ ରାଇକିଆରେ କାହାକୁ ଦେଖିଥିଲେ କି ମୁଁ ମଧ୍ୟ ନୂଆ ନୂଆ ଚେହେରା ଦେଖୁଛି ଯାହାକୁ ପ୍ରଥମ ଥର ଆଜି ଦେଖୁଛି ତାର ଅର୍ଥ ହଉଛି ମୁଁ ଗୋଟେ ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଥିବା ମନୁଷ୍ୟ ନା ମୁଁ ମୋର ମସ୍ତକକୁ ତିଆରି କରୁଛି ନା ମୋର ପାଦ ଗୋଡ଼ ନଖ ଜୀବ ନାକ ପାଟି କୌଣସି ଜିନିଷ ମୁଁ ତିଆରି କରୁନାହିଁ ମୋତେ ବର୍ତ୍ତମାନ 45 45 ବର୍ଷ ଚାଲୁଛି 45 ବର୍ଷ ଭିତରେ ମୁଁ ଥରେ ମଧ୍ୟ ମୋର ଦିଟା କିଡନୀକୁ ଦେଖିପାରେ ନାହିଁ ଥରେ ମଧ୍ୟ ମୋର ପାକସ୍ଥଳୀ କେତେ କେମିତିକା କଲର ଆଉ କେମିତିକା ମୁଁ ଦେଖି ନାହିଁ ମୋର ହାର୍ଟ କେମିତିକା ମୁଁ ଦେଖି ନାହିଁ ମୋର ଦିଟା ଆଖିରେ କେବଳ ମୋର ପାଦ ମୋର ଗୋଡ଼ ଆଉ ଦର୍ପଣ ସାହାଯ୍ୟରେ ମୋର ଶରୀରକୁ ଦେଖୁଛି କିନ୍ତୁ ମୋର ଶରୀର ଭିତରେ କେତେ ପ୍ରକାର ଅଙ୍ଗ ପ୍ରତ୍ୟଙ୍ଗ ଅଛି ନା ନାଇଁ ଖାସ କରିକି ବର୍ତ୍ତମାନ ଆମ ଶରୀର ଭିତରେ ରକ୍ତର ସାର୍କୁଲେସନ ଚାଲିଛି ରକ୍ତ ସଞ୍ଚାଳନ ହଉଛି ନା ନାଇଁ ଶିରା ପ୍ରଶିରା ଅଛି ମାଂସପେଶୀ ଅଛି ତ ଥରେ କିଏ ମଧ୍ୟ ଭାବିଛନ୍ତି ଏକ୍ଜାକ୍ଟଲି ସ୍ପଷ୍ଟ ଭାବରେ ଯେ ଆମ ଶରୀର ଭିତରେ ଏଇ ଯୋଉ ଅଙ୍ଗ ପ୍ରତ୍ୟଙ୍ଗର ଯୋଉ ଫଙ୍କସନ ଚାଲିଛି ଏଟା ଆମର ଦ୍ୱାରା ଚାଲିଛି କି ଆମର ଇଚ୍ଛା ଅନୁସାରେ କିଡନୀର ଫଙ୍କସନ ଚାଲିଛି କି ଆମେ ଆମର ଇଚ୍ଛା ଅନୁସାରେ ଆମ ଭିତରେ ଥିବା ହାର୍ଟର ପମ୍ପିଂ ହଉଛି କି ଯଦି ନିଜକୁ ଦେଖିବା ତାହେଲେ ଆମେ କନଫର୍ମ ହେଇପାରିବା ସ୍ପଷ୍ଟ ଭାବରେ ଗୋଟେ ବିଷୟକୁ ପାଇପାରିବା ଯେ ଆମେ ଆମ ଲାଇଫକୁ ନିଜ ହିସାବରେ ଚଲେଇବା ଲୋକ ନାହିଁ ହଁ ନା ନାହିଁ ଆମେ ଆମର ଜୀବନକୁ ନିଜ ହିସାବରେ ପରିଚାଳନା କରିପାରିବା ଲୋକ କି ହେଇପାରିବ ମୁଁ ଆରମ୍ଭରୁ କହିଥିଲି ଟିକେ ଉତ୍ତର ଦେଲେ ମତେ ଭଲ ଲାଗିବ ନାହିଁ ହଁ ମୋର ଦିଟା କିଡନୀ ଅଛି ମୋର ଅଧିକାର କିଡନୀର ଖାଲି ମୋ ଉପରେ ଅଛି ମୁଁ କେବଳ ମୋର କିଡନୀକୁ ଠିକ କରିବି ମୁଁ କାହାକୁ କୋଉ ଡକ୍ଟରକୁ ଦେବି ନାହିଁ ସେମିତି କେବେ ବି ନାହିଁ ମୋର କହିବାର ଅର୍ଥ ହଉଛି ଆମେ ହଉଛୁ ଗୋଟେ ମଣିଷ ଯିଏକି କିଛି ଜାଣୁନୁ ଆମ ବିଷୟରେ କେତେଟା ବିଷୟର ଚେତା ଅଛି ଆମ ପାଖରେ କେତେଟା ବିଷୟର ଆମ ପାଖରେ ସେନ୍ସ ଚେତା ଅଛି ଭୋକ ଲାଗିଲେ ଖାଇବା ପାଇଁ ଚାହୁଁଛୁ ଆମେ ନିଦ ଲାଗିଲେ ଶୋଇବା ପାଇଁ ଚାହୁଁଛୁ ଆମର ଇଚ୍ଛା ଯଦି ବାହାରୁଛି କିଛି କରିବା ପାଇଁ ତାହା କରିବା ପାଇଁ ଆମେ ଦ୍ରୁତଗାମୀ ଭାବରେ ଦୌଡ଼ି ଯାଉଛୁ ଆମ ଇଚ୍ଛା ପଛରେ ଯିବା ପାଇଁ ଆମେ ବହୁତ ପସନ୍ଦ କରୁ ଆମ ନିଜର ଚିନ୍ତାରେ ଯୋଜନା ଯୋଉ ବାହାରୁଛି ଆମେ ଯୋଉ ଯୋଜନା କରୁଛୁ ଆମେ ଯୋଉ ଆମ ଲାଇଫ ପାଇଁ ପ୍ଲାନ୍ କରୁଛୁ ଆମର ଭବିଷ୍ୟତ ପାଇଁ ହଉ ଆମର ପରିବାର ପାଇଁ ହଉ ଅନେକ ବିଷୟ ଗୁଡାକ ଆମେ ପ୍ଲାନ୍ କରୁଛୁ ଏମିତି କରିବା ଭଲ ସେମିତି କରିବା ଭଲ ଏମିତି କରିବା ନାହିଁ ସେମିତି କରିବା ମୋ ପୁଅ ଏଇଟା ପଢିବ ମୋ ଝିଅଟା ପଢିବ ବିଭିନ୍ନ ପ୍ରକାର ବିଷୟକୁ ଆମେ ଚେତାଶୀଳ ଭାବରେ ଆମେ କାମ କରୁଛୁ ଆଉ ତା ଭିତରେ କେତେଟା ବିଷୟ ଗୁଡାକ ସକ୍ସେସ୍ ହଉଛି ଆଉ କେତେଟା ବିଷୟ ଗୁଡାକ ସକ୍ସେସ୍ ହେଇପାରୁନାହିଁ କିନ୍ତୁ ବାସ୍ତବିକ ଭାବରେ ଆମେ ଯୋଉ ଦେଖିବା ଯୋଉ ସମୟରେ ପରମେଶ୍ୱର ଆମକୁ ସୃଷ୍ଟି କଲେ ମନୁଷ୍ୟ କେତେଟା ଭାଗରେ ତିଆରି ହେଇଛି ଖାସ କରିକି ଦିଟା ଭାଗ ଗୋଟେ ଭାଗ ହଉଛି ଯାହାକି ଦେଖାଯାଉଥିବା ଭାଗ ଆଉ ଗୋଟେ ଭାଗ ଦେଖାଯାଉନଥିବା ଯାହା ଦେଖାଯାଉଛି ତାହାକୁ ଆମେ ଶରୀର କହୁଛୁ ନା ନାଇଁ ଯାହା ଦେଖାଯାଉନାହିଁ ତାହା ଭିତରେ କଣ ବୋଲି କହୁଛୁ ଆମେ ଆପଣ ମନେ ପକାନ୍ତୁ ଆଦି ପୁସ୍ତକରେ କାହା ଦ୍ୱାରା ପରମେଶ୍ୱର ମଣିଷର ଶରୀରକୁ ବନେଇଲେ ଲେଖା ହେଇଛି ସୁନା ଦ୍ୱାରା ନା ରୂପା ଦ୍ୱାରା ଆଁ ଧୂଳି ଦ୍ୱାରା ନା ମାଟି ଦ୍ୱାରା ତ ଆମର ଶରୀର ମାଟିରୁ ତିଆରି ହେଇଛି ତ ତଳେ ଯାହା ମାଟି ଦେଖୁଛୁ ସେ ମାଟି ଆମ ଶରୀର ଇକ୍ୱାଲ ସମାନ କିଛି ଫରକ ନାହିଁ
ବାଇବଲ ଲେଖା ହେଇଛି ଈଶ୍ୱର ସେ ମନୁଷ୍ୟର ନାସିକାରନ୍ଧ୍ରରେ ଆପଣାର ପ୍ରାଣବାୟୁ, ଆପଣା ପ୍ରାଣବାୟୁ କାହାର ପ୍ରାଣବାୟୁ? ସେଟା ଜଳଖିଆ ଖାଇଛନ୍ତି ନା ନାଇଁ? ଆପଣ ବ୍ରେକଫାଷ୍ଟ ଖାଇଛନ୍ତି ନା ନାଇଁ? କାହିଁ କିଛି କଥା ବାହାରୁନାହିଁ? କଣ ଫୁଙ୍କିଲେ ତହିଁରେ ମଣିଷ ଜୀବିତ ପ୍ରାଣୀ ହେଲା ଲେଖା ହେଇଛି? ଈଶ୍ୱର ଆପଣ ପ୍ରାଣ ପାଇଁ ଫୁଙ୍କିଲେ ମନୁଷ୍ୟର ନାସିକାରନ୍ଧ୍ରରେ ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା ଲେଖା ହେଇଛି। ତାର ଅର୍ଥ ହଉଛି ମନୁଷ୍ୟର ଶରୀରକୁ ଈଶ୍ୱର ତିଆରି କଲେ ମାଟି ଦ୍ୱାରା, ଧୂଳି ଦ୍ୱାରା। ତାପରେ ତାର ନାସିକାରନ୍ଧ୍ରରେ ଆପଣର ପ୍ରାଣବାୟୁ ଫୁଙ୍କିଲେ ତହିଁରେ ମଣିଷ ଜୀବିତ ପ୍ରାଣୀ ହେଲା। ତ ଏଇଟା ହଉଛି ଗୋଟେ ପରମେଶ୍ୱରଙ୍କର ସୃଷ୍ଟିର ରହସ୍ୟ। ଏ ମାଟିର ଶରୀର ଭିତରେ ଈଶ୍ୱର ଆପଣ ପ୍ରାଣବାୟୁ ରଖିଲେ, ଯୋଉ ଦ୍ୱାରା ମଣିଷ ଚାଲବୁଲ କରିପାରିଲା, କଥା ହେଇପାରୁଛି, ଦେଖିପାରୁଛି, କାମ କରିପାରୁଛି, ହାତ ହଲେଇ ପାରୁଛି। ତ ସେଇଠି ଗୋଟେ ସମୟ ଆସୁଛି ମଣିଷର ଜୀବନରେ, ଯୋଉ ସମୟରେ କି ଏ ଦିଟା ବିଷୟ ଯାକ ସଂଯୁକ୍ତ ହେଇଛି, ଭାଗ ହେଇଯାଉଛି, ସେପାରେଟ, ମାନେ ଅଲଗା ଅଲଗା ହେଇଯାଉଛନ୍ତି। ଆମେନ୍। ଏ ପ୍ରାଣବାୟୁ ବା ଏ ଆତ୍ମା ଯାହାକୁ କହୁଛୁ ମାନେ ଏ ମାଟିର ଶରୀର ଠାରୁ ଅଲଗା ହେଇଯାଉଛି। ଯୋଉ ମୁହୂର୍ତ୍ତରେ ମଣିଷର ଭିତରେ ଥିବା ପରମେଶ୍ୱରଙ୍କର ଦେଇଥିବା ଆତ୍ମା ମନୁଷ୍ୟର ଶରୀର ଠାରୁ ଅଲଗା ହେଇଯାଉଛି, ଏ ଜଗତ ତାକୁ କହୁଛି ଏ ଲୋକ ମରିଗଲା କହି। କିନ୍ତୁ ଭାଇ ଭଉଣୀ ମାନେ, এই ଜଗତରୁ ଉଭେଇ ଯିବାଟା, এই ଜଗତରୁ ପଳେଇ ଯିବାଟା ମୃତ୍ୟୁ ନାହିଁ। ଏଇଟା ହଉଛି ଶରୀର ଏବଂ ପ୍ରାଣବାୟୁର ବିଚ୍ଛିନ୍ନ ହେବାଟା। ତ ଯୋଉ ମଣିଷ ପୃଥିବୀକୁ ଥରେ ଆସୁଛି, ସେ ନିଶ୍ଚିତ ଥରେ ବିଚ୍ଛିନ୍ନ ହେବାକୁ ପଡିବ, ହଁ ନା ନାହିଁ? ସେ ଯେଡ଼େ ବଡ଼ ଧନୀ ଲୋକ ହଉ, ଯେଡ଼େ ବଡ଼ ଜ୍ଞାନୀ ହଉ, ଯେତେ ବୁଦ୍ଧିମାନ ହଉ, ତାର ଯେଡ଼େ ବଡ଼ ଚାକିରି ଥାଉ, ଯେଡ଼େ ବଡ଼ ଯେତେ ଜମି ଥାଉ, ଯାହା କିଛି ମଧ୍ୟ ପୃଥିବୀର ସବୁଠାରୁ ବଡ଼ ଶକ୍ତିକୁ ତା ପାଖରେ ଥାଉ, ସେ ବିଷୟ ଦ୍ୱାରା ସେ କେବେ ଏ ପ୍ରୋସେସିଂକୁ, ଏ ନିୟମକୁ ସେ ଭାଙ୍ଗି ପାରିବ ନାହିଁ। ସେଥିପାଇଁ ଏ ପୃଥିବୀର ଷ୍ଟ୍ରକ୍ଚର, ଏ ପୃଥିବୀର ପରିଚୟକୁ ମୁଁ ଦେବାକୁ ଚାହୁଁଛି। ଆଦରେ ପରମେଶ୍ୱର ସ୍ୱର୍ଗ ଆଉ ପୃଥିବୀକୁ ନିର୍ମାଣ କଲେ ବା ସୃଷ୍ଟି କଲେ, ସିଧାସଳଖ ଦୁଇ ପଦରେ ପ୍ରଭୁ ଆମକୁ କହିବାକୁ ଚାହୁଁଛନ୍ତି, ପୃଥିବୀ ନିର୍ଜନ ଥିଲା, ଶୂନ୍ୟ ଥିଲା, ଅନ୍ଧକାର ଥିଲା। ତ ବର୍ତ୍ତମାନ ଏଇଟା ଗୋଟେ ଏଇ ପ୍ରକାର ପୃଥିବୀର ପରିଚୟକୁ ଆମେ ଦେଖୁଛୁ ଦୁଇ ପଦରେ, ଯୋଉ ପୃଥିବୀରେ ନିର୍ଜନତା ଅଛି, ଶୂନ୍ୟତା ଅଛି, ଅନ୍ଧକାର ଅଛି। ତ ଏଇ ପୃଥିବୀକୁ ଯୋଉ ସ୍ଥିତିରେ ବର୍ତ୍ତମାନ ଦେଖୁଛୁ ଦୁଇ ପଦର ପୃଥିବୀକୁ, ଆମେ ପରମେଶ୍ୱରଙ୍କର ଯୋଜନା କଣ ଏଇ ପ୍ରକାର ଅନ୍ଧକାର, ନିର୍ଜନତା, ଶୂନ୍ୟତା ପୃଥିବୀ ବିଷୟରେ ଆମକୁ ବ୍ୟାଖ୍ୟା କରିବା। ଈଶ୍ୱର କହିବାକୁ ଚାହୁଁଛନ୍ତି, ଏ ପୃଥିବୀର ଅର୍ଥ ହଉଛି ମନୁଷ୍ୟର ଜୀବନ। ଏ ପୃଥିବୀର ଛବି ହଉଛି ମୋର ଛବି। ଯୋଉ ସମୟରେ ମୁଁ ପୃଥିବୀରେ ଜନ୍ମ ହେଲି, ମୋ ମା ମୋତେ ଜନ୍ମ କଲେ, ଧୀରେ ଧୀରେ ମୁଁ ବୃଦ୍ଧି ପାଇଲି। ତ ଯେତେବେଳେ ମୁଁ ଧୀରେ ଧୀରେ ବଢିଗଲି, ମୋର ବୟସ ବଢିଗଲା, ମୁଁ ଦେଖିବା ପାଇଁ ଆରମ୍ଭ କଲି ଏ ଜଗତ ଏତେ ସୁନ୍ଦର। ସାଙ୍ଗ ସାଥୀ, ଭାଇ ବନ୍ଧୁ, କୁଟୁମ୍ବ, ଘର, ବାପା ମା, ପିଲା, ମାଉସୀ ମଉସା, ମାମୁଁ ମାଇଁ, ବହୁତ ଗୁଡେ ସମ୍ପର୍କୀୟ ଲୋକ ମୋର କହିକି ମୁଁ ଜାଣିପାରିଲି, ଏଇଟା ମୋର ଗାଁ, ଏଇଟା ମୋର ସାହି, ଏଇଟା ମୋର ଜିଲ୍ଲା, ଏଇଟା ମୋର ରାଜ୍ୟ, ଏଇଟା ମୋର ଦେଶ, ଏଇଟା ପୃଥିବୀରେ ମୁଁ ବଞ୍ଚୁଛି। ତ ସେଇ ସମୟରେ ମୋର ଜୀବନରେ କେତେଟା ବିଷୟ ଗୁଡାକ ମୁଁ ଶୁଣିଲି, ଯାହାକି ମୁଁ ଜାଣିନଥିଲି। ହଁ, ମତେ ପୃଥିବୀରେ ବଞ୍ଚିବା ପାଇଁ ପଡିବ, ଏଇ ଜଗତରେ ମତେ ବଞ୍ଚିବା ପାଇଁ ପଡିବ। ବଞ୍ଚିବା ପାଇଁ ଖାଇବାକୁ ପଡିବ, ଘର ଦରକାର, ପିନ୍ଧିବା ପାଇଁ ବସ୍ତ୍ର ଦରକାର, ପାଠ ପଢିବା ଦରକାର, ପାଠ ପଢିଲା ପରେ ମୁଁ ଚାକିରି କରିବି, ନହେଲେ ଯାହା ମଧ୍ୟ ମୁଁ ପନ୍ଥା ଖୋଜିବି ମୋର ଜୀବନକୁ ପ୍ରତିପୋଷଣ କରିବା ପାଇଁ। ତ ସାଧାରଣତଃ ଭାବରେ ପୃଥିବୀର ପ୍ରତ୍ୟେକ ଲୋକମାନେ ବେସିକାଲି ଏଇ ପ୍ରକାର ଚିନ୍ତାଧାରାକୁ ସେମାନେ ଫାଉଣ୍ଡେସନ ଭାବରେ ବା ପୁନାଦି ଭାବରେ ତାଙ୍କ ଜୀବନକୁ ଆରମ୍ଭ କରିଥାନ୍ତି। କିନ୍ତୁ ଯଦି ମୁଁ ଗୋଟେ ଏଇ ଜାଗାରେ ବସିଥିବା 50 ବର୍ଷର ଗୋଟେ ବ୍ୟକ୍ତିଙ୍କୁ, 60 ବର୍ଷର ଗୋଟେ ବ୍ୟକ୍ତିଙ୍କୁ ଯଦି ପଚାରିବି, ଆଉ ଗୋଟେ 16-17 ବର୍ଷର ପୁଅ ଝିଅକୁ ପଚାରିବି ଯେ ତମ ଜୀବନରେ ସମସ୍ୟା ଅଧିକ କାହାର, କହିକି କାହାର ଅଧିକ ସମସ୍ୟା ବୋଲି ଆସିବ ଜାଣିଛନ୍ତି ଉତ୍ତର? ଭାଇ, ପୃଥିବୀରେ ବଞ୍ଚିବା ସମୟରେ ବେଶୀ କଷ୍ଟ ଅଛି ନା ବେଶୀ ସୁଖ ଅଛି, ବେଶୀ ଖୁସି ଅଛି, ଯଦି ପଚରା ଯାଉଛି ତାହେଲେ ବିଭିନ୍ନ ପ୍ରକାର ଉତ୍ତର ବାହାରିବ ନା ନାଇଁ? ଖାସ କରିକି ଯୋଉମାନେ ଏଜେଡ ଲୋକମାନେ, ମଧ୍ୟମ ବୟସର, ଯାହାକୁ 40, 50, 60 ବର୍ଷ ହଉଛି, ସେମାନଙ୍କ ମୁଖରୁ କଣ ବାହାରିବ? ଏ ପୃଥିବୀରେ ଏତେ କିଛି ଆଶା ନାହିଁ,
ଏ ପୃଥିବୀରେ କୌଣସି ଖୁସି ନାହିଁ। ଏ ଜଗତରେ କୌଣସି ବିଷୟ ସତ୍ୟ ନାହିଁ। ଏ ଜଗତରେ କୌଣସି ବିଷୟ ବାସ୍ତବିକ ନାହିଁ। ସବୁ ଜିନିଷ ଅସାର, ସବୁ ଜିନିଷ ଛାଡିକି ଚାଲିଯିବାଟା, ଏ କଥା ଯାକ ଯଦି ଗୋଟେ 13-14 ବର୍ଷର ପିଲା ଶୁଣିବ, ତାହେଲେ ଇଏ ମତେ ଇଣ୍ଟେନସନାଲି ଗ୍ରୋଜ ରଖିଛି ବୋଧେ, ମୁଁ ଖୁସି ନ ହଉ କହିକି ଏମିତିକା ଷ୍ଟୋରି ଯାକ କହୁଛି କହିକି ମଧ୍ୟ ଭାବି ପାରିବେ ପିଲାମାନେ। ଆରେ ମତେ 16-17 ବର୍ଷ ହଉଛି, ତମେ ଏଇ ପ୍ରକାର ହୋପଲେସ୍ ଷ୍ଟୋରି ଗୁଡାକ କଣ ପାଇଁ କହୁଛ? ତମେ ବୁଢା ବୁଢୀ ହେଇଗଲ, ତମେ ଜଗତକୁ ଛାଡିବାର ସମୟ ଆସିଲା, ଏବେ ତ ଆମେ ଆରମ୍ଭ କରୁଛୁ ଆମ ଲାଇଫକୁ, ଏମିତି କଥା ଗୁଡା କଣ ପାଇଁ କହୁଛନ୍ତି ଆପଣ? ଅନ୍ୟ ଲୋକ କିଏ ନାହିଁ, ମୁଁ ଏମିତି କହୁଥିଲି ପିଲାବେଳେ। ଆମ ଘରେ ବାପା ମା ଆଉ ମୋର ସମ୍ପର୍କ ଲୋକ ସନ୍ଧ୍ୟା ହେଲେ ସନ୍ଧ୍ୟା ପ୍ରାର୍ଥନା କରିବା ପାଇଁ ବସୁଥିଲୁ। ତ ଯୋଉ ଗୀତ ଉପାସନା ସଙ୍ଗୀତର ଗୀତ ଗାଉଥିଲେ ବାପା ମା, ମୋ ଗୀତ ଆରମ୍ଭ 2-3 ସେକେଣ୍ଡ 5 ସେକେଣ୍ଡ ହେଇଥିବ, ମୋ ଗୁଣୀ ମାରି ଶୋଇବାର। ବୁଝି ଆଖି ଯେବେ ମୁଁ ତୁମ ଦେଖା ପାଏ, କର ମତେ ଚକ୍ଷୁହୀନ। କି ପ୍ରକାର ଗୀତ ଗାଉଛନ୍ତି ମାନେ, ଅନ୍ଧ କରିଦିଅ ବୋଲି କହୁଛନ୍ତି। ହାଁ? ମତେ ଦରକାର ନାହିଁ ବୁଝି ଆଖିକି ଦେଖିବା ପାଇଁ ସେ ଲୋକକୁ ଯାହାକୁ ତମେ ଦେଖିବାକୁ ଚାହୁଁଛ, ମତେ ଆଖି ଖୋଲିବା ଦରକାର। ସେକେଣ୍ଡରେ ଗୀତ ଗାଉଥିବେ, ଧନ ପାଇ କଣ, ଧନ ପାଇ ଯଦି ମୁଁ ତୁମକୁ ହରାଏ, ଲୋଡ଼ା ନାହିଁ ସେହି ଧନ। ବାପା କଣ ଗୀତ ଗାଉଛ, ଏଟା ବୋରିଂ ଗୀତ ଗୁଡାକ। ହଁ? ଏତେ ଭଲ ଭଲ ଫିଲ୍ମ ଗୀତ ଗୁଡାକ ସବୁ ଅଛି, ସେଗୁଡାକ ଶୁଣିଲେ ଆମ ଭଲ ଲାଗୁଛି। ଏ ହପଲେସ୍ ଷ୍ଟୋରି ଗୀତ ଗୁଡାକ କାହିଁ ଗାଉଛନ୍ତି ଘରେ? ହଁ, ଗିର୍ଜା ଯିବାଟା କେବଳ ବଳ ବୁଢା ବୁଢୀ ଲୋକମାନେ ଗିର୍ଜା ଯିବାଟା ଭଲ। କାହିଁକି? ରବିବାର ଦିନ ଯୋଉ ସମୟରେ ଗିର୍ଜା ସମୟରେ ଆମକୁ କ୍ରିକେଟ ଖେଳିବାର ସମୟ ଫିକ୍ସ ହେଇଥିବ, ନହେଲେ ଫିଲ୍ମ ଦେଖିବାର ପ୍ରୋଗ୍ରାମ ଫିକ୍ସ ହେଇଥିବ। ତ ସେଇ ସମୟରେ ହୃଦୟର ସ୍ଥିତି କେମିତି ଲାଗୁଥିଲା? ଯେମିତି ଗୋଟେ ଲୋକ ଜବରଦସ୍ତି ଛେଳିକୁ ହାଟକୁ ନଉଛି, ଟାଣି ଟାଣି, ଛେଳିର ଇଚ୍ଛା ନାହିଁ। ଚର୍ଚ୍ଚକୁ ଗୋଟେ କଣ ଯିବ ବାପା ମା, ଖେଳିବା ପାଇଁ। ସପ୍ତାହ ସାରା ସ୍କୁଲ ଯାଉଛୁ 10ଟାରୁ 4ଟା ପର୍ଯ୍ୟନ୍ତ, ବର୍ତ୍ତମାନ କେବଳ ରବିବାର ଦିନ ଟାଇମ ମିଳୁଛି ଟିକେ ଖେଳିବା ପାଇଁ, ଆଉ ସେଇଟା ମତେ କହୁଛ ଚର୍ଚ୍ଚକୁ ଯିବା ପାଇଁ। କିନ୍ତୁ ଗୋଟେ ଆଶା ଥିଲା ଚର୍ଚ୍ଚକୁ ଯିବା ପାଇଁ, କଣ? ଦାନ ପଇସା ମା ଦେବାର, ମତେ ଦାନ ପଇସା ଦେବାର। ତାହେଲେ ସେ ସମୟରେ ଦାନ ପଇସା 25 ପଇସା, 50 ପଇସା ମୋ ମା ମତେ ଦେବାର। ତ 25 ପଇସା 50 ପଇସା ଯଦି ପାଇଲି, ମୁଁ ଏ 50 ପଇସାକୁ ମୁଁ ଖଣ୍ଡ ଖଣ୍ଡ କରିଦଉଥିଲି, 5 ପଇସାକୁ ନେଇ। 50 ପଇସାରେ 5 ପଇସା ଭାଙ୍ଗିଲେ କେତେଟା ହବ? ଆଁ 5 ପଇସା ଲେଖା ହେଲେ କେତେଟା ହଉଛି? 50 ପଇସା 10ଟା। ସେ ସମୟରେ 5 ପଇସାରେ ଗୋଟେ ଚକୋଲେଟ ମିଳୁଥିଲା। ଏଠି ଯୋଉମାନଙ୍କର ବୟସ ଅଧିକ ଅଛି, ସେମାନେ ଖର୍ଚ୍ଚ କରୁଥିବେ 5 ପଇସା ନା। ହଁ, ମୁଁ ଚକୋଲେଟ କିଣିକି ପକେଟ ରଖିବି, ତାପରେ ଆଉ ଗୋଟେ ବଢିଆ ଜିନିଷ କିଣିବାର ମୋ ସାଙ୍ଗ, ମୁଁ କଣ, ବିଡି। ବାପା ମା ଚର୍ଚ୍ଚର ଆଗରେ ବସିଥିବେ, ମୋ ସାଙ୍ଗ ଆଉ ମୁଁ, ହଁ ଚାଲ ଚାଲ ଆମେ ଆସୁଛୁ, ପାସ୍ ଯାଇକି ଆସୁଛୁ। ସମାନ ସେକ୍ରେଟାରୀ ଲୋକ ଷ୍ଟାର୍ଟ କରିବ ପ୍ରାର୍ଥନା କରିବା ପାଇଁ, ମୋ ସାଙ୍ଗ ମୁଁ ଧୀରେ ଯାଇକି କୋ ବୁଦାରେ କୋ ଲଟିରେ ଯାଇକି ସମାନ ଯେତେବେଳେ ଶେଷ ପ୍ରାର୍ଥନା ହବ, କିଛି ନ ଜାଣିଲା ପରେ ଚର୍ଚ୍ଚରେ ଯାଇକି ପଛରେ ବସିଥିବ। ପ୍ରାର୍ଥନା ଶେଷ, ପ୍ରାର୍ଥନା ହେଇକି ଶେଷ ହେଇକି ଆମେନ୍। ବାପା ମା, ପିଲା କୁଆଡେ ଗଲା? ମା ଏଇଠି ବସିଛି, ବାପା ଏଇଠି ବସିଛି। ଚର୍ଚ୍ଚରୁ ବାହାରିଲା ସମୟରେ ମା ପଚାରିବେ, ବାକ୍ୟ ଶୁଣିଲୁ କି ନାହିଁ? ଓହ, ଆଜିର ବାକ୍ୟ କଣ ଥିଲା ମା? ଭୟଙ୍କର ବାକ୍ୟ ଥିଲା। କୋ ପଦ ପର ପଡିଲେ ଏବେ ଏକା ପୁରା ଭୁଲିଗଲି। କିନ୍ତୁ ଭିତରେ, ହୃଦୟରେ ମିଛ କହିଲି ନା, ଅନ୍ଧକାର ନା, ଭୟ। ମୁଁ କେବେ ଚର୍ଚ୍ଚକୁ କଣ ଯିବା ଦରକାର କିଛି ଜାଣିନଥିଲି, ଇଚ୍ଛା ନଥିଲା ମୋର। ବାଇବଲ ପଢ ବୋଲି କହିଲେ, ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଭାବନା, ମୋର ଏପଟେ ରାଳ ଏପଟେ ରାଳ। କିନ୍ତୁ ଟିଭି ଯଦି ଚାଲିଲା ଆମ ଘରେ, ରାତି 10ଟାରେ ଚାଲେ, ସକାଳ 6ଟା ପର୍ଯ୍ୟନ୍ତ ଆଖି ଏମିତି ଆଗ ଥିବ। ମୁଁ କହିବାକୁ ଚାହୁଁଛି, ମୁଁ ଚର୍ଚ୍ଚକୁ ଦିନେ ଯାଉଥିଲି ସତ, କିନ୍ତୁ କଣ ପାଇଁ ଯିବା ଦରକାର ମୁଁ ଜାଣିନଥିଲି। ମୋ ହାତରେ ବାଇବଲ ଥିଲା ସତ, କିନ୍ତୁ ବାଇବଲ ମତେ କଣ ପାଇଁ ପଢିବା ଦରକାର, ମୁଁ କୌଣସି ବିଷୟ ଜାଣିନଥିଲି। ଆପଣ ଏ ବିଷୟ ଚିନ୍ତା କରନ୍ତୁ ଭାଇ ଭଉଣୀ ମାନେ,
ଆପଣଙ୍କୁ ଗୋଟେ ବଖରା ରଖା ଗୋଟେ ଗୋଟେ ରୁମରେ ରଖା ହବ, ଯୋଉ ରୁମ ଅନ୍ଧାର ହେଇକି ଅଛି। ଅନ୍ଧକାର ରୁମରେ ଯଦି ରଖାହବ ଆପଣଙ୍କୁ, କିଛି ବିଷୟ ଦେଖିପାରିବେ କି? ଆଖିରେ କିଛି ବିଷୟ ଦେଖାଯିବ କି? ଏବେ ଆଖି ଅନ୍ଧାର, ଆଖି ବନ୍ଦ କରିବା ଯାହା, ଗୋଟେ ଅନ୍ଧକାର ବଖରାରେ ରୁମରେ ବସିବା ତାହା। ତାର କୋଉ ବିଷୟ, କୋଉ ଜିନିଷ କୋଉଠି ଅଛି ଆମେ ଦେଖିପାରିବା କି? ନା ଦେଖିପାରିବା ନାହିଁ। ଦେଖିପାରିବା ନା ଦେଖିପାରିବା ନାହିଁ? ଦେଖିପାରିବା ନାହିଁ। ଆପଣ ଏ ବିଷୟ ଚିନ୍ତା କରନ୍ତୁ, ଯଦି ଗୋଟେ ରୁମରେ ଅନ୍ଧକାର ଅଛି, ଅନ୍ଧାର ଅଛି, ଆରେ ମୋ ଆଖିରେ କିଛି ଦେଖାଯାଉ ନାହିଁ, ହୃଦୟରେ ମୋ ଯଦି ଅନ୍ଧକାର ଅଛି, ଆମ ମନରେ ଯଦି ଅନ୍ଧକାର ଅଛି, ଏ ଅନ୍ଧକାରମୟ ହୃଦୟରେ ଯଦି ମଣିଷ ବଞ୍ଚିବ, ତାହେଲେ ସେ କୁଆଡକୁ ଯିବା ଦରକାର, ସେ କଣ କରିବା ଦରକାର, କାହା ସହିତ ମିଶିବା ଦରକାର, କାହାକୁ କଥା ହେବା ଦରକାର, କାହାକୁ ବିଶ୍ୱାସ କରିବା ଦରକାର, କାହାର କଥା ଶୁଣିକି ବଞ୍ଚିବା ଦରକାର, କୌଣସି ବିଷୟ ଜାଣିପାରିବନି। 1995 1995ରେ ମୁଁ ପ୍ରଥମ ଥର ପାଇଁ ମୁଁ ଗୋଟେ ଏମିତିକାର ଜାଗାକୁ ଗଲି, ଯୋଉ ଜାଗାକୁ ଗଲା ପରେ ମୁଁ ଏତେ ଖୁସି ହେଲି କୁହନ୍ତୁ ନା, ବହୁତ ଖୁସି ହେଲି ସେଦିନ। ସେ ଜାଗାର ନାଁ ଜାଣିଛନ୍ତି କଣ? କିଏ କହିପାରିବ? କଲେଜ। ଦଶମ କ୍ଲାସ ପର୍ଯ୍ୟନ୍ତ ଏତେ କଷ୍ଟରେ ପଢୁଥିଲୁ ଆମମାନେ। 10ଟାରୁ 4ଟା ବେଳ କଲେଜ ହଉଛି ଗୋଟେ ଜାଗା, ନିଜ ଇଚ୍ଛାରେ କ୍ଲାସ ଆଟେଣ୍ଡ କରିପାରିବୁ, ନିଜ ଇଚ୍ଛାରେ କ୍ଲାସ ଆଟେଣ୍ଡ କରିପାରିବୁନି। ତ ପ୍ଲସ ଟୁ ଫାର୍ଷ୍ଟ ଇୟର ମୁଁ ଜଏନ୍ କଲି 1995 ସାଲରେ। 95 ରୁ 96 97 2 ବର୍ଷ ପରେ ବୋର୍ଡ ପରୀକ୍ଷା ଦେବାର ନା ଥିଲା। ମୁଁ 2 ବର୍ଷ ଭିତରେ ଟୋଟାଲ କେତେଟା କ୍ଲାସ ଆଟେଣ୍ଡ କରିଥିଲି ଜାଣିଛନ୍ତି? ମାତ୍ର 3ଟାରୁ 4ଟା। ବାପା ମା ଭାବୁଛନ୍ତି ମୋର ପୁଅ ଯାଉଛି ବଢିଆରେ ପଢୁଛି କହି। ମୁଁ ଯୋଉ ସମୟରେ କଲେଜରେ ଆଡମିସନ କଲି, ଆଡମିସନ କଲାର ଗୋଟେ ମାସ ପରେ ମୁଁ ନିଜକୁ ଦିନେ ପାଇଲି, ମୋ ହାତରେ ମଦ ବୋତଲ ଅଛି, ମୋର ପକେଟରେ ସିଗାରେଟ, ବିଡି, ମୋର ପକେଟରେ ପାନ ପୁଡିଆ, ଖଇନି, ଗୁଟକା, ମୁଁ ଖାଉଛି। ଏମିତିକାର ଗୋଟେ ସମୟ ଆସିଲା, ଯୋଉ ସମୟରେ କି ଗୋଟେ ଦିନକୁ ମୁଁ 60-70ଟା ପାନ ଖାଇବି। ତାପରେ ଏମିତିକାର ସମୟ ଆସିଲା, 24 ଘଣ୍ଟା ମୋ ମୋ ପକେଟରେ ମଦ ବୋତଲ ଧରିକି ବୁଲିବୁ। ଲାଷ୍ଟରେ ମୁଁ ମଦ ପିଇ ପିଇ 32 କିଲୋ 33 କିଲୋ ହେଇଗଲି। ମୋର ଛାତି ବହୁତ ପେନ୍ ବଥା ହେଲା। କାହିଁ ମୁଁ ଯେତେବେଳେ ଜନ୍ମ ହେଇଥିଲି, ମୋ ବାପା ମା କହିବା ହିସାବରେ ଜନ୍ମ ହେଲା ସମୟରେ ମତେ 1 କେଜି 400-500 ଗ୍ରାମ ହେଇକି ଜନ୍ମ ହେଇଥିଲି। ଜନ୍ମ ହେଲା ପରେ ମତେ 4 ଦିନ ପରେ ବ୍ଲଡ ରକ୍ତ ବାନ୍ତି କରିକି ମତେ ଟିଭି ରୋଗ ହେଇଗଲା କହିକି ଡକ୍ଟର କହିଲେ ବାପା ମା। ଏ ପ୍ରକାର ଭାବରେ ପେସେଣ୍ଟ ହେଇକି ମୁଁ ବଢିଲି, ରୋଗୀ ହେଇକି। କିନ୍ତୁ 15-16 ବର୍ଷ ସମୟରେ ମୁଁ ଯେତେବେଳେ ଆସିଲି କଲେଜକୁ, ମୋର ହାତରେ ମୁଁ ମଦ ବୋତଲ ଧରିବା ଆରମ୍ଭ। ବାପା ମା ଯୋଉ ପର୍ଯ୍ୟନ୍ତ ଜାଣିନଥିଲେ, ମୁଁ ଲୁଚି 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 ପିଉଛି, କେବେ କୋଉ ଡ୍ରେନରେ, କେବେ ନାଳରେ, ସାଙ୍ଗସାଥି କୋଉ ଜଙ୍ଗଲରେ। କିନ୍ତୁ ଜୀବନ ଆହୁରି ଅତ୍ୟଧିକ ଭୟଙ୍କର ହେଇଗଲା। ଗୋଟେ ସମୟ ଆସିଲା, ଯୋଉ ସମୟରେ କି ମୁଁ ନିଜକୁ ପାଇଲି ଗନ୍ଧୁଛି ମୁଁ। କୋ ରାତ୍ରିରେ ମୁଁ ନାଳରେ ମୂର୍ଚ୍ଛା ହେଇକି ପଡିକି, ସେଇଠି ପେଣ୍ଟରେ ପରିସ୍ରା କରିଦେଇଥିବି, ଆଉ ମୁଁ ଶୋଇଥିବି ସେଠି ମୂର୍ଚ୍ଛା ହେଇକି। ମୋ ସାଙ୍ଗମାନେ ମତେ ଉଠେଇକି ନେବେ, ଆଉ କୋଉ ଦୋକାନରେ ଜବରଦସ୍ତ ଜୋର ଜବରଦସ୍ତ ଦୋକାନକୁ ଖୋଲିକି ସେ ଭିତରେ ମତେ ଶୋଇଦେବେ। ସକାଳକୁ ଉଠିଲା ବେଳକୁ ମୁଁ ଏତେ ଗନ୍ଧୁଥିବି, ପେଣ୍ଟରେ ପରିସ୍ରା କରିଦେଇଥିବି, ଉଠିକି ମୁଁ କାନ୍ଦିବି, କାହିଁକି ମୋର ଜୀବନ ଏମିତି ହେଇଗଲା। ମୁଁ 8 କ୍ଲାସ ପଢିଲା ସମୟରେ, 9 କ୍ଲାସ ପଢିଲା ସମୟରେ, 10 କ୍ଲାସ ପଢିଲା ସମୟରେ ମୁଁ କେବେ ସ୍ୱପ୍ନରେ ମତେ ଭାବିନଥିଲି ମୋର ପାଟିକୁ ମୁଁ ଦିନେ ମଦ ନେବି, କି ମୁଁ ଦିନେ ମୁଁ ପୁଡିଆ ଖାଇବି, ମୁଁ ମଦ ପିଇବି, ମୁଁ ଗୁଟକା ଖାଇବି, ଖଇନି ଖାଇବି। ଭାଇ ଭଉଣୀ ମାନେ, ସମୟ ଏମିତି ଆସିଲା, ମୁଁ କଲେଜରେ ଫାଷ୍ଟ କ୍ଲାସକୁ ଆଟେଣ୍ଡ କଲା ପରେ ପ୍ରଥମେ ମୁଁ ମଦ ପିଇବାକୁ ଯିବି, ତାପରେ କଲେଜକୁ ଯିବି। 5 ବର୍ଷ ମୋର ଜୀବନ ପୁରା ଅନ୍ଧକାରମୟ ହେଇଗଲା। ଗୋଟେ 19 ବର୍ଷ ବୟସର ପୁଅ ହଠାତ୍ ଦିନେ ଏମିତିକାର ପରିସ୍ଥିତିରେ ସାମ୍ନା କଲା। ଡକ୍ଟର ମତେ କହିଲେ, ତୁ 6 ମାସ ଭିତରେ ମରିଯିବୁ। ତୋର ତୋର ହାର୍ଟ ବହୁତ ପ୍ରୋବ୍ଲେମ ଅଛି। ଗୋଟେ ସମୟ ଆସିଲା, ମୁଁ ନିଶ୍ୱାସ ପ୍ରଶ୍ୱାସ ବି ନେଇ ପାରିଲି ନାହିଁ। ଅଧା ନିଶ୍ୱାସ ନେଲେ
ଆଉ ଅଧା ନିଶ୍ୱାସ ମୁଁ ନେବା ପାଇଁ ଚେଷ୍ଟା କରୁଛି, ତାହେଲେ ମୋର ହୃଦୟରେ, ମୋର ହାର୍ଟରେ ବହୁତ ବଡ କଣ୍ଟା ଗେଞ୍ଜିଲା ପରେ ମତେ ବଥା ହଉଛି। ସେଥିପାଇଁ ଏତିକି ନିଶ୍ୱାସରେ ମୁଁ ବଞ୍ଚିଛି, କି ମୋର ମୁଣ୍ଡରେ, ମୋର ହୃଦୟରେ ଭର୍ତ୍ତି ଚିନ୍ତା। ତୁ ପ୍ରଭୁଙ୍କୁ କଣ ଜବାବ ଦେବୁ? ତୋ ପରି ପାପୀ, ତୋ ପରି ଅଧାର୍ମିକ, ତୋ ପରି କଦର୍ଯ୍ୟ ମଣିଷ ଏ ପୃଥିବୀରେ ପାଇବାଟା ବହୁତ କମ ଲୋକ। ମୁଁ ଚର୍ଚ୍ଚକୁ ଗଲେ ଲୋକମାନେ ଚର୍ଚ୍ଚରେ ବସିକି ବାକ୍ୟ ଶୁଣି ଖୁସି ହେଲା ପରିବର୍ତ୍ତେ ମୁଁ ଜୋର ଜବରଦସ୍ତି ଚର୍ଚ୍ଚ ଗଲେ ମୁଁ ଅନ୍ଧକାର ହେଇକି, ମୁଁ ଶୁଖେଇକି ଫେରୁଥିଲି। କାହିଁ ଜାଣିଛନ୍ତି? ବାକ୍ୟ ବେଶୀ ବଢିଆ, ଶିକ୍ଷା ବେଶୀ ବଢିଆ, ମତେ ମୁଁ ନିଜକୁ ପାଇଲି ଏ ଶିକ୍ଷା ଅନୁସାରେ ମୁଁ ଏକ ଭାଗ ମତେ ବଞ୍ଚି ପାରୁନାହିଁ। ବହି ବେଶୀ ସୁନ୍ଦର। ଆମର ପିଲାମାନେ ଲୋକ, ଆମେ ଆମ ପିଲା ଟାଇମରେ ଆମେ ଖାତା କିଣୁ ନଥିଲୁ, କାଗଜ କିଣିକିରି ସିଲଉଥିଲୁ ଛୁଞ୍ଚି ସୂତାରେ। କିଏ କିଏ ଛୁଞ୍ଚି ସୂତା ସିଲା କାଗଜ ରେ ଖାତା ୟୁଜ କରୁଛି ବୋଲେ ହାତ ଟିକେ ଟେକନ୍ତୁ। ହଁ, ମୁଁ ସାଙ୍ଗେ ସାଙ୍ଗେ ସେଟା ସିଲେଇକି ଶୁଙ୍ଘିଲେ ମତେ ବେଶୀ ଭଲ ଲାଗିବ ସେ କାଗଜ, ସେ ଖାତାର ବାସ୍ନା। କିନ୍ତୁ ଦିନେ ମୋ ମାଷ୍ଟର ମତେ କହିଲା, ହଇରେ ତୋର ଖାତା ବେଶୀ ବାସ୍ନା ହଉଛି ଯେ ସେ ଖାତାରେ ଯୋଉ ଲେଖିଛୁ। କାହିଁକି ମୋର ସ୍ୱତନ୍ତ୍ରତା ହଉଛି, ମୁଁ ଯୋଉଟା ଲେଖିବି ବର୍ତ୍ତମାନ ଖାତାରେ 5 ମିନିଟ୍ ପରେ ମୁଁ ଆକା ନିଜେ ପଢି ପାରିବି ନାହିଁ। କେତେ ବଡ ଷ୍ଟୁଡେଣ୍ଟ, ଭଲ ଷ୍ଟୁଡେଣ୍ଟ ଭାବନ୍ତୁ ଆପଣ ମୋ ବିଷୟ। ମୁଁ ଚତୁର୍ଥ କ୍ଲାସରେ, ପଞ୍ଚମ କ୍ଲାସରେ ଗଣିତରେ 0, ବିଜ୍ଞାନରେ 0, ସାହିତ୍ୟରେ 2, 3, ମ୍ୟାକ୍ସିମମ୍ 4। ପଞ୍ଚମ କ୍ଲାସରେ ଗଣିତରେ 0, ବିଜ୍ଞାନରେ 0। ଯେତେବେଳେ ମୁଁ କଲେଜକୁ ଗଲି, କଲେଜକୁ ଗଲା ସମୟରେ ହଁ, ପାଠ 1% ମଧ୍ୟ ପଢିଲି ନାହିଁ। ମୁଁ ପ୍ଲସ ଟୁ ମୁଁ ଜାଣି ଶୁଣିକି ବାରମ୍ବାର ଫେଲ ହେଲି ସେମ୍ କ୍ଲାସ ରହିବାକୁ। କିନ୍ତୁ ଦିନେ ଆସିଲା ଯୋଉ ଦିନରେ କି ବାପା ମା ଜାଣିଲେ ଯେ ମୁଁ ମଦ ପିଉଛି କହି, ମୋ ମା ଆଉ ଛିଡା ହେଇ ପାରିଲେନି ମୋ ଆଗରେ। ମୁଁ ରାସ୍ତାରେ ପଡିକିରି ଅଛି, ନିଶା ହେଇଛି, କଥାବାର୍ତ୍ତା, ମଦ ପିଇଲା ପରେ କଥାବାର୍ତ୍ତା ଅଲଗା ନା, ନର୍ମାଲ କଥା ବାହାରିବ ନାହିଁ। ମୋ ମାକୁ ଦେଖୁଛି, ମୋ ମା ସିଆଡେ ଯାଉଛି, ଇଆଡେ ଯାଉଛି, ସିଆଡେ ଯାଉଛି। କାହିଁକି? ନିଶାରେ ମୁଁ ଆଉ ଷ୍ଟେବୁଲ ମାକୁ ଦେଖିପାରୁଛି। ସେ ମା ଛିଡା ହେଇଛନ୍ତି ସେଠି, କିନ୍ତୁ ମୋର ନିଶା ଏତିକି ହେଇଛି, ମତେ ଲାଗୁଛି ମା ଇଆଡେ ଯାଇକି ଆଉଥରେ ଆଉଥରେ। ମୋ ମା ମୋର ହାତ ଧରିକିରି ସିଧା ଘରକୁ ନେଇଗଲେ। ଗନ୍ଧ ଯେ ଗନ୍ଧୁଛି ମୁଁ। ବାପା ମୁଣ୍ଡରେ ହାତ ଦେଇକିରି ବସି ପଡିଲେ ଚେୟାରରେ। ଲମ୍ବା ନିଶ୍ୱାସ ନେଲେ ମୋ ବାପା। ଆଉ କଣ ହେଇଗଲା? ମୁଁ କଣ ଭାବିଥିଲି ତୋ ବିଷୟରେ? ତୁ କଣ ପରିଚୟ ଦେଲୁ ତୁ ଆଜି ମତେ? ସେ ସମୟରେ ମୋର ହୃଦୟରେ ବହୁତ ବଥା ହେଲା। କାହିଁ ଜାଣିଛନ୍ତି? କେବେ ଭାବନ୍ତୁ ନାହିଁ ଯେ ମୋ ଇଚ୍ଛା ଅନୁସାରେ ସ୍ୱପ୍ନ ଥିଲା ମୋର ଯେ ମୁଁ ଦିନେ ମଦୁଆ ହେବି କହି। ଆପଣଙ୍କ ଜୀବନରେ ଯୋଉ କଷ୍ଟ ଆସିଛି, ଯୋଉ କଷ୍ଟକୁ ଆପଣ ସମାଧାନ କରିପାରୁନାହାନ୍ତି, ତାର ଅର୍ଥ କି ଆପଣ ନିଜେ ୱେଲକମ କରୁଛନ୍ତି ସେ କଷ୍ଟ ଆସୁ କହିକି। କୋଉ ମଣିଷ ଦୁନିଆରେ ଚାହୁଁଛି ମୋର ଲାଇଫରେ କ୍ୟାନ୍ସର ଆସୁ? କୋଉ ମଣିଷ ଚାହୁଁଛି ମୋର ଜୀବନକୁ ଡାଇବେଟିସ, ସୁଗର ପେସେଣ୍ଟ ହେଇଯାଉ କହିକି? କିଏ ଚାହୁଁଛି କି? କିଏ ଚାହିଁବ ମୋର ଜୀବନରେ ବହୁତ କଷ୍ଟ ଆସୁ, ମୋ ସ୍ତ୍ରୀ, ମୋର ସ୍ୱାମୀ, ମୋ ସ୍ୱାମୀ ସ୍ତ୍ରୀଠୁ ଆମେ ଛାଡପତ୍ର ଦେଇକି ଅଲଗା ଅଲଗା ହେଇଯିବୁ? କୋଉ ସ୍ୱାମୀ ସ୍ତ୍ରୀ ଏମିତି ଭାବିକି ବାହା ହେଇଥିବେ? କୋଉ ଲୋକ ଭାବିଥିବ ଆଜି ମୁଁ ଯଦି ବାହାରିବି ଘରକୁ, ତାହେଲେ ରାସ୍ତାରେ ଆକ୍ସିଡେଣ୍ଟ ହେଇକି ମରିଯାଉ କହି? ମଣିଷର ଜୀବନରେ ଏଇ ପ୍ରକାର ବିଷୟ ଘଟି ଯାଉଛି, ଯାହାକି ମଣିଷର ଆଶାର ବାହାରେ, ଯୋଜନାର ବାହାରେ। ସେ କି ଭାବୁନି ସେ ବିଷୟଟା ଦିନେ ସାମ୍ନା କରିବି, ଯେ ବିଷୟ ହଠାତ୍ ତାର ଜୀବନକୁ ଆକ୍ରମଣ କରୁଛି। ମୁଁ କହିବାକୁ ଚାହୁଁଛି, ଏଇଟା ଅର୍ଥ ନାହିଁ, ୟାର କାରଣ ଏଇଟା ନାହିଁ ଯେ ମୁଁ ଚାହୁଁଥିଲି ଏମିତି ହେବା ପାଇଁ। ବାଇବଲ ଯଦି ଆପଣ ପଢିବେ, ରମ୍ୟ ପୁସ୍ତକ 7:14 ଗୋଟେ ବାକ୍ୟ ଲେଖା ହେଇଛି। ସାଧୁ ପାଉଲ କହୁଛନ୍ତି କଣ ବୋଲି କହୁଛନ୍ତି? ଏଣୁ ବ୍ୟବସ୍ଥା ଯେ ଆତ୍ମିକ, ଏହା ମାନେ ଜାଣୁ ମାତ୍ର ମୁଁ କଣ? ମୁଁ ଶାରୀରିକ ପାପର କ୍ରୀତ ଦାସ। ଭାଇ ଆରେ ଭଉଣୀ ମାନେ, ଆପଣ ଜାଣିବା ଦରକାର, ଏ ପୃଥିବୀରେ ଯିଏ ଥରେ ଆସିଲା, ତାହେଲେ ଯୋଉ ଜୀବନରେ ଯୋଉ ସମୟ କଟଉଛି, ସେ ବେଳେ ବେଳେ ତାକୁ ଲାଗୁଛି ମୋ ହିସାବରେ ମୋର ଜୀବନ ଚାଲିଛି। କେତେବେଳେ? ମୁଁ ପ୍ରାକ୍ଟିକାଲ କହିବି।
ହଁ, ପରମେଶ୍ୱରଙ୍କୁ ତ ଆଜି ପର୍ଯ୍ୟନ୍ତ ଆମେ ଆଖିରେ ଦେଖିନୁ ନା। ଦେଖିଛୁ କି? ଏ ଶାରୀରିକ ଚକ୍ଷୁରେ କିଏ ପ୍ରଭୁଙ୍କୁ ଦେଖିଛି କି? କିଏ ଦେଖିନାହିଁ। ହଁ, କଣ ହେଲେ ଆପଣଙ୍କ ଜୀବନରେ ଈଶ୍ୱର ମୋ ପାଇଁ କାମ କରୁଛନ୍ତି କହିକି ଆପଣ ବିଶ୍ୱାସ କରୁଛୁ? ହଁ, ମୋର ପାଠ ପଢା ବେଶୀ ଭଲ ଚାଲିଛି। ହଁ, ମୁଁ ଫାଷ୍ଟ କ୍ଲାସରେ ମୁଁ ପାସ୍ ହେଲି। ମୁଁ କିଛି ଭୁଲ କାମ କରିନାହିଁ। ଠିକ ଠାକ ସବୁ ଚାଲିଛି। ବାପା ମୋର କଥା ଶୁଣୁଛି। ମୁଁ ଚର୍ଚ୍ଚକୁ ଯାଉଛି, ବାଇବଲ ପଢୁଛି, ସଣ୍ଡେ ସ୍କୁଲ ଟିଚର ହେଇଗଲି ମୁଁ। ଲୋକମାନଙ୍କର ଲାଇଫରେ, ପରିବାରରେ ଭଲ 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 ବିଷୟ, ତାଙ୍କର ବୁଝାମଣାରେ ଭଲ ବିଷୟ ଘଟିଲେ ସେମାନଙ୍କୁ ବିଶ୍ୱାସ ଲାଗୁଛି ପ୍ରଭୁ ଆମକୁ ଆଶୀର୍ବାଦ କଲେ। ହଁ, ମୁଁ ଭାବିନଥିଲି ମୋର ଜୀବନରେ ମୁଁ ଦିନେ 4 ଚକିଆ କାର ପାଇବି। ମୁଁ ଭାବିନଥିଲି ଦିନେ 1.5 ଲକ୍ଷ ଟଙ୍କାର ମୁଁ ବାଇକ୍ ପାଇବି। ମୁଁ ଭାବିନଥିଲି ଦିନେ ଏମିତିକାର ବହୁତ ସୁନ୍ଦର ଝିଅ, ଯିଏକି ଭଲ ଝିଅ ମୁଁ ବୋହୂ କରିକି ଆଣିବି, କି ମୁଁ ସ୍ତ୍ରୀ କରିକି ଆଣିବି, ମୁଁ ଭାବିନଥିଲି। ପ୍ରଭୁ ସାହାଯ୍ୟ ନ କରୁଥିଲେ, ପ୍ରଭୁ ଅନୁଗ୍ରହ ନ ଦେଲେ, ପ୍ରଭୁ ଆଶୀର୍ବାଦ ନ କଲେ ଏମିତି ଭଲ ବିଷୟ କେମିତି ଘଟିବ ମୋର ଜୀବନରେ? ପ୍ରଭୁ ଧନ୍ୟବାଦ ଦଉଛି। ମୋର ଆୟର 10 ମାସ ମୁଁ ଦେଇଛି ତମକୁ, ଗତ 20 ବର୍ଷ ଧରିକିରି ପ୍ରାର୍ଥନା କରୁଛି, ଚର୍ଚ୍ଚକୁ ଯାଉଛି, ବାଇବଲ ପଢୁଛି, ସବୁ କରୁଛି ମୁଁ ପ୍ରଭୁ। ଲୋକମାନଙ୍କର ବିଶ୍ୱାସର ମାପଦଣ୍ଡ ଏମିତି ଭାବନ୍ତି ପ୍ରଭୁ ଆମ ସହିତ ଅଛନ୍ତି। କିନ୍ତୁ ଗୋଟେ ଲୋକ ଯଦି ଚର୍ଚ୍ଚକୁ ଯାଉନି, ମଦ ପିଉଛି, ଗଞ୍ଜେଇ ଟାଣୁଛି, ଚୋରି କରୁଛି, ସେ ଭଲରେ ଲାଇଫକୁ ବିତେଇ ପାରୁନାହିଁ। କୌଣସି ବିଷୟ ତାର ଜୀବନ ଠିକ ଠାକ ଚାଲିନାହିଁ। ଏ ସମାଜ ଦୃଷ୍ଟିରୁ, ଲୋକମାନଙ୍କର ଦୃଷ୍ଟିରୁ ଗୋଟେ ଲୋକର ଜୀବନ ପୁରା କରପ୍ଟ, ପୁରା କଦର୍ଯ୍ୟ ହାର ବଞ୍ଚୁଛି। ଭଲରେ ଲାଇଫ ବିତଉନି ସେ। ନା ପ୍ରାର୍ଥନା କରୁଛି, ନା ବାଇବଲ ପଢୁଛି, ନା ଚର୍ଚ୍ଚକୁ ଯାଉଛି, ନା ପ୍ରଭୁଙ୍କୁ ସେ ବିଶ୍ୱାସ କରୁଛି। ଖାଲି ମଦ ପିଉଛି, ଖାଲି କଦର୍ଯ୍ୟ ଭାବରେ ସେ ଗୁଣ୍ଡା କାମ କରିକି ଇଆଡେ ସିଆଡେ ହେଇକରି ବୁଲୁଛି ଖାଲି। ମୁଁ ପଚାରିବି ଆପଣଙ୍କୁ, ଏ ପ୍ରକାର ଲୋକ, ଏ ପ୍ରକାର ଲୋକକୁ ଈଶ୍ୱରଙ୍କର ଆଶୀର୍ବାଦ ହେଲାରୁ ଏମିତି ବଞ୍ଚୁଛି ଏ ବୋଲି କହିକି କହିପାରିବେ? ହଁ, ପ୍ରଭୁଙ୍କୁ ବେଶୀ ଧନ୍ୟବାଦ ଦଉଛି, ମୋ ପର ଲୋକକୁ କ୍ୟାନ୍ସର ଦେଲେ, ପ୍ରେଜ ଦ ଲର୍ଡ, କିଏ କହିବ? ମୁଁ କେବେ ଭାବିନଥିଲି ମୋର ଜୀବନରେ ମୋର 2ଟା କିଡନୀ ଫେଲ ହବ କହିକି, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟା ଅନୁସାରେ, ଅନୁଗ୍ରହରେ ମୋର ଠିକ ଠାକ ଭାବରେ 2ଟା କିଡନୀ ଫେଲ ହେଇଗଲା। ମୁଁ ଆଗରେ ବଞ୍ଚିବି ନାହିଁ, ମରିଯିବି। ଧନ୍ୟବାଦ ପ୍ରଭୁ। ଏମିତି କିଏ ଚାହୁଁଛି କହିବା? ଆପଣଙ୍କ ଜୀବନରେ ହଉ କି ମୋର ଜୀବନରେ ହଉ, କଷ୍ଟ, ସମସ୍ୟା, ପରିସ୍ଥିତି, ରୋଗ, ଅଭାବ, ଅସମାଧାନ ହେବାର ସମସ୍ୟା ଯଦି ପରିବାରକୁ ଆସୁଛି, ତାହେଲେ ହୃଦୟ ଭିତରେ ଗୋଟେ ଚିନ୍ତା ଆସୁଛି, ପ୍ରଭୁ କାଳେ ଆମକୁ ଛାଡ଼ିଦେଲେ, ପ୍ରଭୁ କାଳେ ଆମ ପାଇଁ କାମ କରୁନାହାନ୍ତି, ପ୍ରଭୁ କାଳେ ଆମକୁ ଆଉ ଦେଖୁନାହାନ୍ତି, ଆମେ କଦର୍ଯ୍ୟରେ ବଞ୍ଚିଲୁ, ପାପମୟ ଜୀବନକୁ ବଞ୍ଚିଲୁ, ସେଥିପାଇଁ ବୋଧେ ପ୍ରଭୁ ଆମକୁ ରାଗିଲେ। ହଁ, ବିଭିନ୍ନ ପ୍ରକାର ଭାବରେ ଚିନ୍ତା ଦ୍ୱାରା ମଣିଷ ବଞ୍ଚୁଛି। ଭଲ, ମୋର ବୁଝାମଣାରେ ଭଲ ବିଷୟ ଘଟିଗଲେ ପ୍ରଭୁ ଅଛନ୍ତି। ମୋର ବୁଝାମଣାର ବାହାରେ ପ୍ରଭୁ ଯଦି ନାହାନ୍ତି କହିବାର ସିମ୍ପଟମ କଣ? ମୋ ଜୀବନରେ କିଛି ବିଷୟ ଆଉ ହେଇପାରୁନାହିଁ ଠିକ ଠାକ ଭାବ। କାହିଁକି ବାଇବଲ ଲେଖା ହେଇଛି ପୃଥିବୀ ନିର୍ଜନ ଥିଲା, ଶୂନ୍ୟ ଥିଲା, ଅନ୍ଧକାର ଥିଲା? କାହିଁକି ଏହି ପ୍ରକାର ନିର୍ଜନତା ପୃଥିବୀ, ଶୂନ୍ୟତାର ପୃଥିବୀ, ଅନ୍ଧକାରମୟ ପୃଥିବୀର ପରିଚୟକୁ ଈଶ୍ୱର ଦେବା ପଛରେ କାରଣ କଣ? କାହିଁକି ଗୋଟେ 19 ବର୍ଷ ସମୟରେ ମୁଁ ଗୋଟେ ମଦୁଆ ହେଇଗଲି। ମୋ ବାପା ଗୋଟେ ରେସପେକ୍ଟେଡ ଟିଚର ଥିଲେ, ସମ୍ମାନୀୟ ଟିଚର ଥିଲେ ମୋ ବାପା। ଏ କନ୍ଧମାଳ ଜିଲ୍ଲାରେ ଅନେକ ଲୋକ ତାଙ୍କୁ ଜାଣିଥିଲେ। ମୋ ଜେଜେବାପା ମଧ୍ୟ ଗୋଟେ ବହୁତ ବହୁତ ବିଦ୍ୱାନ ଲୋକ ଥିଲେ। ସୁରେନ ଆବା, ପ୍ରିୟତମ ଆବା ଏଠି ବସୁଛନ୍ତି, ଭଲରେ ଜାଣିଥିବେ ନା? ଆରେ କାହାର ପିଲାରେ ଇଏ? ସେ ମାଷ୍ଟରର ପିଲା ପରା ଇଏ। ତୋର ତ ସେ ମାଷ୍ଟର ତ କେବେ ମଦ ମଦ ପଦ ପିଆର ଦେଖିନୁ, ଇଏ କେମିତି ହେଇଗଲା? କୋଉ ଜାଗାରେ ମଧ୍ୟ ମୁଁ ଆଉ ଛିଡା ହେଇ ପାରିଲିନି। ଶେଷରେ ମୁଁ ଏଇ ପ୍ରକାର ପରିସ୍ଥିତିରେ ପହଞ୍ଚିଲି, ମୋ ନିଜକୁ ବୁଝେଇଲି, ଆଉ ମୋର ଆଗକୁ ଆଉ ବଞ୍ଚିବାର ଆଶା ନାହିଁ, ଆଉ ବେଟର ମରି ଯିବାଟା ଭଲ। ଗୋଟେ ଯୌବନ ଅବସ୍ଥାକୁ ଜଷ୍ଟ ପଦାର୍ପଣ କରିବା ଲୋକ ମୃତ୍ୟୁ, ମରଣର ଟପିକରେ ଯଦି ସେ ଏଣ୍ଟ୍ରି କରୁଛି, ତାର କଣ ଆଶା ଅଛି ଆଉ ବଞ୍ଚିବାକୁ? ମୁଁ କଣ ହଉଛି ମୋର ଜୀବନରେ ମୁଁ କିଛି ବି ବୁଝୁନଥିଲି। ମତେ ଲାଗୁଥିଲା କୋଉଟା ଗୋଟେ ପାୱାର, କୋଉଟା ଗୋଟେ ଶକ୍ତି ମତେ ଟାଣୁଛି, ମତେ କଣ ଗୋଟେ ଶକ୍ତି ମତେ ଟାଣୁଛି। ମୁଁ ଯାହା ଚାହୁଁନି କରିବା ପାଇଁ ମୁଁ ତାହା କରୁଛି, ଆଉ ଯାହା ମୁଁ ଚାହୁଁଛି କରିପାରୁନାହିଁ। ସେମ ଷ୍ଟୋରି ଲେଖା ହେଇଛି ବାଇବଲରେ, ରୋମିଓ 7:4।
ପାଉଲ କହୁଛନ୍ତି କଣ ବୋଲି? ମୁଁ ଯେଉଁ ଉତ୍ତମ କର୍ମ କରିବାକୁ ଚାହୁଁଛି କରିପାରୁନାହିଁ, ମୁଁ ଯେଉଁ ମନ୍ଦ କର୍ମ କରିବା ପାଇଁ ଚାହୁଁନାହିଁ ତାହା ହିଁ କରୁଛି। ଏଣୁ ମୁଁ ଯଦି ଯାହା ଇଚ୍ଛା କରୁଛି କରିପାରୁନାହିଁ, ତାହେଲେ ମୁଁ ଆଉ ତାହା କରୁନାହିଁ, କିନ୍ତୁ ମୋ ଠାରେ ବାସ କରୁଥିବା ପାପ ତାହା କରୁଛି। ହଁ, ପ୍ରଥମ ଥର ପାଇଁ ମୋର ଜୀବନରେ ମୃତ୍ୟୁକୁ ସାମ୍ନା କଲି। ମୁଁ ସେଦିନ ଯଦି ମୁଁ ମୃତ୍ୟୁକୁ ସାମ୍ନା କଲି, ମୃତ୍ୟୁ କେତେ ଭୟଙ୍କର, ମୃତ୍ୟୁ ଗୋଟେ କେତେ ଭୟାନକ ବିଷୟ। ଯୋଉ ଲୋକ ଭାବୁଛି ମୁଁ ଆଜି ମରିବି ନାହିଁ, ତା ପାଇଁ ମୃତ୍ୟୁ ଗୋଟେ ଟପିକ ନାହିଁ, ଭୟଙ୍କର ବିଷୟ ହବ। ଯୋଉ ଲୋକ ପାଖରେ ଚିନ୍ତା ଅଛି ମୁଁ ଏବେ କଣ ମରିବି, ମୁଁ ତ ଆଗକୁ କେତେ ବର୍ଷ ଅଛି, ମୁଁ ବାହା ହେବାର ଅଛି, ମୋର ପରିବାର ଅଛି, ହେବାର ଅଛି, ମୁଁ ଚାକିରି କରିବି, ପାଠ ପଢୁଛି, ଏବେ କଣ ମରିବି। ଆପଣ ଜାଣିଛନ୍ତି ଭାଇମାନେ, ଦିନକୁ ଏ ଦୁନିଆରେ ମିନିମମ୍ କେତେ ଲୋକ ମରୁଛନ୍ତି? ଗୋଟେ ଦିନରେ ପୃଥିବୀରେ କେତେ ଲୋକ ମରୁଛନ୍ତି ଜାଣିଛନ୍ତି? ହାରାହାରି 1,50,000 ପରେ, ସବୁଦିନ ମିନିମମ୍ ଏଇଟା। ଆଉ କେତେ ପିଲାମାନେ ଜନ୍ମ ହଉଛନ୍ତି ପୃଥିବୀରେ? 3.5 ଲକ୍ଷ ପିଲାମାନେ ଜନ୍ମ ହଉଛନ୍ତି ଦିନକୁ। ବାଇବଲରେ ଲେଖା ହେଇଛି, ଯୋଉ ସମୟରେ ଗୋଟେ ଲୋକ ମାଛ ଧରିବା ପାଇଁ ଯାଉଛି ନଦୀକୁ ଜାଲ ଧରିକି, ମାଛ ମାନେ କେତେବେଳେ ଫସିବେ ସେ ଜାଲରେ ଜାଣିନାହାନ୍ତି, ନା ନାଇଁ? ପକ୍ଷୀ କୋଉ ସମୟରେ ଜାଲରେ ଫସିଯିବ, ଫାନ୍ଦରେ ଫସିବ, ସେ ଜାଣିନାହିଁ। ତାପରେ ଲେଖା ହେଇଛି ଉପଦେଶକ ପୁସ୍ତକରେ, ବାକି ମନୁଷ୍ୟର ବିପଦ କୋଉ ସମୟରେ ଉପସ୍ଥିତ ହବ ମନୁଷ୍ୟ ବି ଜାଣିନାହିଁ। କାହିଁକି ଗୋଟେ 19 ବର୍ଷ ସମୟରେ ଗୋଟେ ଯବାନ ପୁଅ ଯିଏକି ତାର ଭବିଷ୍ୟତ ପାଇଁ ଚିନ୍ତା କରିବା ଦରକାର, ପାଠ ପଢିବା ବିଷୟ ଚିନ୍ତା କରିବା ଦରକାର, କେମିତି ଆଗକୁ ମୋର ଲାଇଫ ବ୍ରାଇଟ ହବ, କେମିତି ମୁଁ ସୁଖ ଶାନ୍ତିରେ ପଇସା କମେଇକିରି ମୋର ଗୋଟେ ସୁନ୍ଦର ଝିଅକୁ ବାହା ହେଇକି ମୁଁ ଭଲରେ ବଞ୍ଚିବି, ଏଇ ଚିନ୍ତାଧାରା କରିବା ପିଲା କଣ ବ୍ୟବସ୍ଥା ମୃତ୍ୟୁର ଟପିକରେ ପ୍ରବେଶ କରାଯାଉଛି, ସେଟା ମଧ୍ୟ ତାର ଇଚ୍ଛା ଅନୁସାରେ ନାହିଁ। ସେ ପର୍ଯ୍ୟନ୍ତ ମୁଁ ଜାଣିନଥିଲି ମୋର ଜୀବନରେ କଣ ହଉଛି। ପାଉଲ ଆଉ ଗୋଟେ ବିଷୟ କହୁଛନ୍ତି, ମୁଁ ଯାହା କରେ ତାହା ଜାଣେ ନାହିଁ। ପାଉଲ କହିଲେ ମୁଁ କଣ କରୁଛି ମୁଁ ଜାଣୁନାହିଁ, ଆଉ ମୁଁ ଯାହା ପସନ୍ଦ କରୁନି କରିବା ପାଇଁ ତାହା କରୁଛି। ଭାଇ ଭଉଣୀ ମାନଙ୍କୁ ମୁଁ ପଚାରିବାକୁ ଚାହୁଁଛି, ବାଇବଲରେ କେବେ ପିତର ବୋଲି ଗୋଟେ ଲୋକର ନାଁ ଶୁଣିଛନ୍ତି? ପିତର କିଏ? ସଫ୍ଟୱେର ଇଞ୍ଜିନିୟର ନା? ହଁ, ପିତରଙ୍କର ନାଁ ଶୁଣିଛନ୍ତି ନା ବାଇବଲରେ? କିଏ ସେ? ରାଇକାର ଶିଷ୍ୟ, ଯୀଶୁଙ୍କ ଶିଷ୍ୟ। ଯୀଶୁଙ୍କ ଶିଷ୍ୟ ହେଲା ପରେ ପିତର କୋଉଠି କୋଉଠି ରହୁଥିଲେ, ସେ କଣ କରୁଥିଲେ? ଆଜି ରନ୍ଧା ହେଇଛି ନା ନାଇଁ? ହଁ, ଭଲରେ ଖାଇବେ ହେଲା। ମତେ ଲାଗୁନି ଆପଣ ଜଳଖିଆ ଖାଇକି ଆଜି ଯାଇଛନ୍ତି। ପିତର କଣ କାମ କରୁଥିଲେ? ମାଛ ଧରୁଥିଲେ ସେ। ଆପଣ କେବେ ମଧ୍ୟ ମାଛ ଧରା ଲୋକକୁ ଦେଖିଛନ୍ତି କି? ରାଇକିଆରେ ଅଛନ୍ତି ନା ନାଇଁ? ତଳକୁ ଟିକେ ଗଲେ ହବ ତ। ରାଇକିଆରେ ମାଛ ଧରିବା ଲୋକ ଅଛନ୍ତି ନା ନାଇଁ? ହେଲେ ମୋ ପରି ବ୍ଲେଜର ଫ୍ଲେଜର ପିନ୍ଧିକି ଜାଲ ଧରି ଯାଉଛନ୍ତି ସମୁଦ୍ରକୁ? ବେଲ୍ଟ ଫେଲ୍ଟ ଭିଡ଼ିକି, ଜିନ୍ସ ଫିନ୍ସ ପିନ୍ଧିକି, ଟି ସାର୍ଟ ପିନ୍ଧିକି ଯାଆନ୍ତି କି? ଆଜିର ଡେଟ୍ ହଉଛି 5G, ଆମର 5G ୟୁଜ୍ କରୁଛୁ ଆଣ୍ଡ୍ରଏଡ। ଏବେ ମତେ ଗୋଟେ ପାଷ୍ଟର ଫୋନ କରୁଥିଲେ, କୋଉଠୁ? ସାଉଥ କୋରିଆରୁ, ଦକ୍ଷିଣ କୋରିଆରୁ, ଭିଡିଓ କଲ। ଦକ୍ଷିଣ କୋରିଆ ଏଟା କେତେ ଦୂର? ଆମର ପିଲାମାନେ ଏଥର କିଏ କିଏ ଯାଇଥିଲେ କୋରିଆ ଭାତରେ? କୋରିଆ ଯିବା ଲୋକ କିଏ? କେତେ ଘଣ୍ଟାରେ ଉଡାଜାହାଜରେ ବସି ଗଲରେ? 7-8 ଘଣ୍ଟା ବସି ଗଲେ ଉଡାଜାହାଜରେ। ଉଡାଜାହାଜ ବୋଲେ କେତେ ସ୍ପିଡ ଯାଉଥିବ? ଚାଲି ଚାଲି ଗଲେ କେତେ ପହଞ୍ଚ? ସେ ଜାଗାର ଗୋଟେ ପାଷ୍ଟର ମତେ ପାଷ୍ଟର ନମସ୍କାର କହିକି ଫୋନ କରୁଥିଲି। ଗୋଟେ ସେକେଣ୍ଡରେ ସେ ମତେ ଦେଖୁଛନ୍ତି, ମୁଁ ତାଙ୍କୁ ଦେଖୁଛି, ଭିଡିଓ କଲ ନା। କିନ୍ତୁ ଏ ପ୍ରକାର ଦୁନିଆରେ ବି, 5G ଦୁନିଆରେ ମଧ୍ୟ ଆଜିକାର ଡେଟରେ ଗୋଟେ ମାଛ ଧରାଳି ସେ ଧୋତି ପିନ୍ଧୁଛି, ଟାୱଲ ପିନ୍ଧୁଛି, ଖାଲି ଦେହରେ ଜାଲ ଧରିକି ଯାଉଛି ନଦୀକୁ, ନା ନାଇଁ? ସବୁର ଡେଭଲପମେଣ୍ଟ ହେଇଯାଇଛି, ଯଦି ଏଇ ଲୋକମାନଙ୍କ ଡେଭଲପ କଣ? ମୁଁ ପଚାରିବାକୁ ଚାହୁଁଛି, ଆପଣ କହିବାକୁ ଚାହୁଁଛି, ଭାବି ଦେଖନ୍ତୁ 2000 ବର୍ଷ ପୂର୍ବ କଥା ଏଇଟା। 1900 ନାହିଁ, 1700 ନାହିଁ, 1800 ସାଲ କଥା ନାହିଁ, 1600 1500 ସାଲ କଥା ନାହିଁ। 1500 1600 ହେଇଥିଲେ ତାଜମହଲ ପାଖକୁ ଯାଇଥାନ୍ତା ପିତର ଦେଖିବା ପାଇଁ। 1600 ସାଲରେ ତାଜମହଲ ବନେଇଥିଲେ ଶାହଜାହାନ। ଖ୍ରୀଷ୍ଟପୂର୍ବ AD ପିତର କୋଉ ସମୟରେ କେଉଟ ଥିଲେ?
ଯୀଶୁ ଖ୍ରୀଷ୍ଟ କେତେ ବର୍ଷ ରହିଲେ ଜଗତରେ? କିଏ ଜାଣିଛି ଆଜ୍ଞା, ହଠାତ୍ ମୁଁ ଏବେ ଆଇଲି, ଏବେ ଆଗ ପଚାରୁଛୁ। ଯୀଶୁ ଖ୍ରୀଷ୍ଟ କେତେ ବର୍ଷ ବଞ୍ଚିଲେ? ଜାଣିନାହାନ୍ତି? 33 ବର୍ଷ। ହେଲା, 33 ବର୍ଷ ବଞ୍ଚିଲେ ଯୀଶୁ ଖ୍ରୀଷ୍ଟ। 33 ବର୍ଷ ଭିତରେ ପିତର ଦିନେ ଯୀଶୁଙ୍କୁ ଦିନେ ପିତର ଭେଟିଲେ। ରେ ଯୀଶୁ ଖ୍ରୀଷ୍ଟ ଙ୍କ ସହିତ ପିତର ମିଳନ ଗୋଟେ ଆଶ୍ଚର୍ଯ୍ୟ। ମୁଁ ଭାବୁଛି ଆପଣଙ୍କ ଘରକୁ ମୁଁ ବହୁତ ବର୍ଷ ପୂର୍ବରୁ ଆସିଥିଲି ନା। ହଁ, ହେଲେ ଏଠି ଯେ ସ୍ୱାମୀ ସ୍ତ୍ରୀ ହେଇକି ଆସିଛନ୍ତି, ସ୍ୱାମୀ ସ୍ତ୍ରୀ ଯେଉଁମାନେ ଅଛନ୍ତି, ବାହା ହେଇଛନ୍ତି, ଆପଣଙ୍କର ସ୍ତ୍ରୀ ଆପଣଙ୍କ ସ୍ୱାମୀ ଦୁଇ ଜଣଙ୍କର ପ୍ରଥମ ମିଳନ, ପ୍ରଥମ ଯୋଉ ଦେଖା କେମିତି ଥିଲା ଭାବନ୍ତୁ ଟିକେ, ପଚାରନ୍ତୁ ନିଜକୁ। ସମସ୍ତେ ଜାଣିଥିବେ ନା, ଅନୁଭୂତି ଅଛି ନା ନାଇଁ? ଯୋଉ ସମୟରେ ଆପଣ ସ୍ତ୍ରୀଙ୍କୁ ଆପଣ ବାହା ହେବା ପାଇଁ, ବାହା ହେବା ଦିନ ପୂର୍ବରୁ ଯୋଉ ପ୍ରଥମ ମିଳନ ହେଇଥିଲା, ଭେଟା ଭେଟି ହେଇଥିଲେ, ଖୁସି ହେଇଥିଲେ ନା ରାଗିଥିଲେ? ଯିଏ ନିଜର ମ୍ୟାରେଜରେ ଖୁସି ଅଛି ସେ କହିବ ବହୁତ ଖୁସି ଥିଲି। କିନ୍ତୁ ପିତରଙ୍କର ଯୀଶୁଙ୍କର ମିଳନ ବହୁତ ଟ୍ରାଜେଡି, ବହୁତ କଷ୍ଟଦାୟକ। କେମିତି କହିବି? ପିତର ସବୁଦିନ ସକାଳକୁ ଜାଲ ଧରିକିରି ନଦୀକୁ, କେବେ କେବେ ପୋଖରୀକୁ, କେବେ ସମୁଦ୍ରକୁ ଯାଉଥିଲେ। ଭାଇ ଭଉଣୀ ଚିନ୍ତା କରନ୍ତୁ, ଆମର ମା ମାନଙ୍କୁ ପଚାରିବେ, ମୁଁ ତାଙ୍କେ ଭଲ ଜାଣିଥିବେ, ଥଣ୍ଡା ପାଣିରେ ହାତ ଶୀତ ଦିନ ପ୍ଲେଟ ଗିନା ଧୋଇଲେ ମଜା ଲାଗୁଛି ନା? ହଁ, ଶୀତ ଦିନ ଅକ୍ଟୋବର ନଭେମ୍ବର ମାସରେ ଥଣ୍ଡା ପାଣିରେ ପ୍ଲେଟ ଗିନା ଗ୍ଲାସ ଧୋଇଲେ, ଡେକ୍ଚି ଧୋଇଲେ କେତେ ହାତ ବଥା ହଉଛି ନା? ପିତରଙ୍କ ବିଷୟ ଭାବନ୍ତୁ, ଖାଲି ପାଦରେ ସିଏ ସବୁ ଦିନ ସକାଳକୁ ଯାଇକି ସେ ନଦୀ ଭିତରେ ପାଦ ପକେଇକି ସେ ମାଛ ଧରିବ, କେବେ ସମୁଦ୍ର ଭିତରେ, ପୋଖରୀ ଭିତରେ। କଣ ତାକୁ ବେଶୀ ଭଲ ଲାଗୁଥିଲା ପାଣି ଭିତରେ ସଦାବେଳେ ଯିବା ପାଇଁ? ନାହିଁ। ସେ ଯଦି ଯିବ ନାହିଁ, ମାଛ ପାଇବନି ତାର ଜାଲରେ, ସେ କେବେ ତା ଘରକୁ ସେ ଫେରି ପାରିବ ନାହିଁ। ସେ ହଉଛି ଗୋଟେ ଏତେ ବଡ ଦାୟିତ୍ୱବାନ ଲୋକ। ସେ ମାଛ ତାର ଜାଲରେ ଧରିଲେ, ସେ ବିକିଲେ, ଘରକୁ ସେ ପୋଷୁଥିଲା, ଖାଦ୍ୟ ସେ ନେଇକି ଯାଉଥିଲା। ଦିନେ ପିତର ସକାଳୁ ବାହାରିଲେ ମାଛ ଧରିବା ପାଇଁ ଗାଲିଲି ସମୁଦ୍ର, ଜାଲ ପକେଇଲେ। ସକାଳୁ ଜାଲ ପକଉଛନ୍ତି, 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 12ଟା ହେଇଗଲା, ଘଣ୍ଟେ ହେଇଗଲା, 2ଟା 3ଟା ସନ୍ଧ୍ୟା ହେଇଗଲା। କେତେଟା ମାଛ ଆସିଲା ଜାଲରେ? ହଁ? ସେ ଜାଲରେ କେତେଟା ମାଛ ଆସିଲା? ଗୋଟେ ବି ନାହିଁ। ନା ନାଇଁ? ସେ ଜାଲ ଭିତରେ ଗୋଟେ ମଧ୍ୟ ମାଛ ଆସିଲା କି? ପିତର ସେଇଦିନ କଣ ଭାବିଥିବେ, ଆରେ ଆଜି କଣ ହଉଛି, ଆଜି କାହିଁକି ଏମିତି ବିଷୟ ଘଟୁଛି ମୋର ମୋର ଜୀବନରେ? ମୁଁ ସକାଳ ପରିଶ୍ରମ କରୁଛି, ଯଦି ଯଦି ମୁଁ ମାଛ ପାଇବିନି, ଘରକୁ ଆଜି ଫେରିବି କେମିତି? ଆଚ୍ଛା ଭାବନ୍ତୁ, ପିତର ଗୋଟେ ଗୋଟେ ମଦୁଆ ଥିବ କି? ପିତର ଗୋଟେ ଗଞ୍ଜେଇ ବାଲା ଥିବ କି? ଯଦି ପିତର ମଦୁଆ ଥାନ୍ତା, ତାହେଲେ ସନ୍ଧ୍ୟା ପଦ ପରିଶ୍ରମ କରିଥାନ୍ତା, କହିଥାନ୍ତେ, ଏତେ ସମୟ ଧରିଲି ପାଇଲି ନାହିଁ, ମରନ୍ତୁ ସେମାନେ, ଖାଇଲେ ଖାଆନ୍ତୁ, ନ କଲେ ମଦ କାଚେ ମିଳିଲେ ହେଲା ମତେ। ଏମିତି ଅଛନ୍ତି ଲୋକ। କିନ୍ତୁ ପିତର ସେମିତି ଲୋକ ନାହିଁ, ପିତର ବହୁତ ବିଶ୍ୱସ୍ତ ଲୋକ। କେମିତି ଜାଣିପାରିବା ମାନେ? ଦିନ ସାରା ସକାଳୁ ଜାଲ ପକଉଛି, ରାତି ପର୍ଯ୍ୟନ୍ତ, ତା ପରଦିନ ପର୍ଯ୍ୟନ୍ତ ପକଉଛି, କିନ୍ତୁ ସେ ମାଛ ପାଉନି। ସେ ହାଲିଆ ହେଇକି ବସିଛି ବର୍ତ୍ତମାନ। ଚିନ୍ତା କରନ୍ତୁ କେମିତିକାର ହୃଦୟର ସ୍ଥିତି ଥିବ ତାର। ଘରେ ଯଦି ଚାଉଳ ଡାଲି ଆଣିବା ପାଇଁ, ପିଆଜ ମରିଚ ଲଙ୍କା ଟମାଟୋ ଆଣିବା ପାଇଁ ପଇସା ନାହିଁ, ମାସ ମାସ ସଂଖ୍ୟା ଦରମା ମିଳୁନାହିଁ, କେତେ କଷ୍ଟ ନା? ମୋର ଜୀବନରେ ଦାରିଦ୍ରତା କଣ ମୁଁ ଜାଣିଛି। ମୋ ମା ଡବା ଭିତରେ 25 ପଇସା 50 ପଇସା ଟଙ୍କାଟେ ଲୁଚେଇକି ରଖୁଥିବେ, 20 ପଇସା 10 ପଇସା। ମୋ ଲାଇଫରେ ମତେ ଭଲରେ ମନେ ଅଛି, 50 ପଇସାରେ ମତେ ଡାଲି ଆଣିଛି ମୁଁ, 2 ଟଙ୍କାର ଚାଉଳ ମଧ୍ୟ ଧରିକି ଆସିଛୁ। ବହୁତ କଷ୍ଟ ନା, ଅଭାବ। ପିତର ସେଇ ପ୍ରକାର ସ୍ଥିତିରେ କେମିତି ଯିବ ବିନା କୌଣସି ଧରିକିରି ମାଛ? ମତେ ନ ଧରିଲେ କେମିତି ହେବ? ଲାଷ୍ଟ କିଛି ପାଉନାହିଁ, ସେ ଆଉ ହତାଶ ହେଇକି ବସିଛି, ମୁଣ୍ଡରେ ହାତ ଦେଇକି ବସିଛି। ଆଉ ହଠାତ୍ କିଛି ଗୋଟେ ସ୍ୱର ଆସିଲା, ପିତର ଗଭୀର ଜଳରେ ଜାଲ ପକାଅ ବୋଲି କହିଲେ। କିଏ ଗୋଟେ, ଇଏ ଲୋକ ପ୍ରଥମ ଥର ପାଇଁ ଦେଖୁଛନ୍ତି ପିତର।
ମୁଁ ଯଦି ପିତର ଜାଗାରେ ଥାନ୍ତି କଣ କହିଥାନ୍ତି ଜାଣିଛନ୍ତି? ଆଚ୍ଛା ଆଚ୍ଛା, ଗଭୀର ଜଳରେ ଜାଲ ପକେଇବି। ତମେ କିଏ ହୋ? ଏ ସମୁଦ୍ରରେ ଶୁଉଛି, ଏ ସମୁଦ୍ରରେ ଉଠୁଛି, ସକାଳେ ପାଇଲେ ମୋର ସାଙ୍ଗ ଏଇଟା। କୋଉଠି କୋଉଠି ଚିଙ୍ଗୁଡି, କୋଉଠି କୋଉ ମାଛ ଅଛି ମୁଁ ଜାଣିଛି, ସବୁଦିନର ଦୁନିଆ। ଆଉ ତୁ କହୁଛୁ ଗଭୀର ଜଳରେ ଜାଲ ପକାଅ, ମୁଁ କୋଉଠି ଛାଡିଥିବି? କିନ୍ତୁ ପିତର ଏମିତି କହିପାରିଲେ ନାହିଁ। କାହିଁକି? ଗୋଟେ କଥାର ଅଛି, ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। କିଛି ନାହିଁ ନା ହାତରେ। ଜଣେ ଯଦି ବାକି ମାଗିବ, ଆଜ୍ଞା 10,000 ଗୋଟେ ଦେଇଥାନ୍ତୁ ଆଜ୍ଞା। 10,000 ତ ନାହିଁ ଆଜ୍ଞା, 5,000 ଅଛି ଆଜ୍ଞା। ଦେଇଥାନ୍ତୁ ଆଜ୍ଞା। ନାଇଁ ତମେ ତ କହିଲେ 10,000 ଦରକାର, ଆଉ 5,000 କେମିତି ଦେବି? ହେ ନାଇଁ ଚଳିବ ଆଜ୍ଞା, ମୁଁ ଆଡଜଷ୍ଟ କରିଦେବି। ଯେ ସେ 5,000 ମଧ୍ୟ ଆଜ୍ଞା ଜଣକୁ 2,000 ଦେବାର ଅଛି, 3,000 ହବ। ଦିଅନ୍ତୁ ହେଲେ ଆଜ୍ଞା 3,000। ଏମିତି ଅନୁଭୂତି ଅଛି ନା ନାଇଁ? ଥିବ ନା? 3,000 ଟା ବି ଦେଇଥାନ୍ତି ଯେ ଆଜ୍ଞା, ଆଉ 1,000 ଟା ମୁଁ ଦୋକାନରେ ଦେବା ପାଇଁ ଭୁଲି ଯାଇଥିଲି କହିବା। 2,000 ହବ, ହଉ ଦିଅନ୍ତୁ ଆଜ୍ଞା। ଏତିକି ଆବଶ୍ୟକତା ଥିଲେ 500 ଟଙ୍କା ପର୍ଯ୍ୟନ୍ତ ଗଲେ ବି ଦିଅ ଆଜ୍ଞା କହିବୁ। ଭିତରର କୌଣସି ଅନ୍ୟ ରାସ୍ତା ନାହିଁ ବର୍ତ୍ତମାନ। ଠିକ ଅଛି, ଏବେ ଯୀଶୁ କିଏ ତାকে ଜାଣିନାହାନ୍ତି। ଆଉ ଯୀଶୁଙ୍କର ବାକ୍ୟ ଅନୁସାରେ ଭିତର ବର୍ତ୍ତମାନ ଜାଲ ପକେଇଲେ। କୁଆଡେ ପକେଇଲେ? ଗଭୀର ଜଳରେ। ଯୋଉ ସମୟରେ ପିତର ବର୍ତ୍ତମାନ ଗଭୀର ଜଳରେ ଜାଲ ପକେଇ ଦେଲେ, କଣ ହେଲା ବର୍ତ୍ତମାନ? ଆଶ୍ଚର୍ଯ୍ୟ ବିଷୟ ଘଟିଗଲା। ଜାଲକୁ ପିତର ଟାଣୁଛନ୍ତି, ଟାଣି ପାରୁନାହାନ୍ତି। ସେ କଣ ହେଲା? ହଠାତ୍ ଦେଖୁଛନ୍ତି ଏତେ ମାଛ ଜାଲ ଭିତରେ ଅଛି। ଜୀବନରେ ଥରେ ମଧ୍ୟ ଏତିକି ମାଛ ଧରି ନଥିବେ ସେ, ଯେତିକି ଆଜି ଧରିଲେ। କିଛି ସମୟ ପୂର୍ବରୁ ଜାଲରେ କିଛି ଧରି ପାରୁନଥିଲେ ନା? କିଛି ସମୟ ପୂର୍ବରୁ ତାର ଜାଲରେ କେତେଟା କେତେଟା ମାଛ ଆସୁଥିଲା? ଗୋଟେ ବି ନାହିଁ। ଏବେ ଯୀଶୁଙ୍କର କଥାରେ ଯୋଉ ଜାଲ ପକେଇଲେ, ଏତେ ମାଛ ଆସିଲା ଜାଲରେ। ବାଇବଲ ଲେଖା ହେଇଛି ଜାଲ ଛିଣ୍ଡି ଗଲା, ଡଙ୍ଗା ବୁଡିଗଲା ଲେଖା ହେଇଛି। ଭଉଣୀ, ମୁଁ ପଚାରିବି ଆପଣଙ୍କୁ, ଏ ଦୃଶ୍ୟ ଦେଖିକି ପିତର ଖୁସି ହେଇଥିବେ ନା କାନ୍ଦିଥିବେ? ଏତେ ଖୁସି ହେଇଥିବେ ନା ନାଇଁ? ଆଁ? ରାତି ସାରା ଦିନ ସାରା ଜାଲ ପକେଇ ମାଛ ନ ପାଇବା ଲୋକ ଏବେ ଜଣଙ୍କର କଥାରେ ପକେଇଲା ଏତେ ମାଛ ଆସିଲା, ଖୁସି ହେଇନଥିବେ? ହେଇଥିବେ। ହଁ, ନିହାତି ଆମର ଚିନ୍ତା ଅନୁସାରେ ଖୁସି ହେଇଥିବେ। ବାଇବଲରେ କଣ ଲେଖା ହେଇଛି ଜାଣିଛନ୍ତି? ସେ ଖୁସି ହେଲେନି, ସେ କାନ୍ଦିବା ପାଇଁ ଆରମ୍ଭ କଲେ। ଏତେ ମାଛ ଦେଖିକି ସେ କାନ୍ଦିବା ପାଇଁ ଆରମ୍ଭ କଲା, କହିଲେ, ହେ ଗୁରୁ, ମୋ ଠାରୁ ଦୂରକୁ ଯାଆନ୍ତୁ, ମୁଁ ଜଣେ ପାପୀ ମନୁଷ୍ୟ ବୋଲି। କିଛି ସମୟ ପୂର୍ବରୁ ସେ ମାଛ ପାଉନଥିଲେ, ଏବେ ଏତେ ମାଛ ପାଇଲେ, ହେଲେ କାନ୍ଦୁଛନ୍ତି କଣ ପାଇଁ? ଆରେ କାହିଁକି ତାଙ୍କ ମୁଖରୁ ଏମିତିକା ବାକ୍ୟ ବାହାରୁଛି ଯେ, ହେ ଗୁରୁ, ମୋ ଠାରୁ ଦୂରକୁ ଯାଆନ୍ତୁ, ମୁଁ ଜଣେ ପାପୀ ମନୁଷ୍ୟ। ଆରେ ମୁଁ ଗଞ୍ଜେଇ ପିଇଲି ବୋଲି ମୁଁ ପାପୀ ବୋଲି ପାଇଲି ନିଜକୁ? ମୁଁ ଦିନେ ମଦ ପିଉଛି କହିକି ମୁଁ ଦିନେ ପାପୀ ପାଇଲି? ପିତର ତ କୌଣସି ବିଷୟ ନ କରିକିରି ବିଶ୍ୱସ୍ତାର କାମ କରିବା ଲୋକ। ସେ କୋଉ ଥ୍ରୁରୁ, କୋଉ ପ୍ରକାର ଦ୍ଵାରା, କୋଉ ସର୍ତ୍ତରୁ ନିଜକୁ ପାପୀ ମନୁଷ୍ୟ ବୋଲି ପାଇଲେ? ଭାଇ ଭଉଣୀ ମାନଙ୍କୁ ମୁଁ ଆଜି କହିବାକୁ ଚାହୁଁଛି, ପିତରଙ୍କର ବୁଝାମଣାରେ ନିଜର ପରିବାରକୁ ଚଳିବା ପାଇଁ ସେ ସମୁଦ୍ରକୁ ଯାଉଥିଲେ, ନଦୀକୁ ଯାଉଥିଲେ, ପୋଖରୀକୁ ଯାଉଥିଲେ ମାଛ ଧରିବା ପାଇଁ। ମାତ୍ର ଯୀଶୁ ଖ୍ରୀଷ୍ଟ ମଧ୍ୟ ପିତରଙ୍କ ଜୀବନକୁ ପ୍ରଥମ ଥର ପାଇଁ ଆସିଲେ। ସେଦିନ କଣ ଘଟିଗଲା ପିତରଙ୍କର ଜୀବନରେ? ପିତରଙ୍କୁ ଯୀଶୁ ଖ୍ରୀଷ୍ଟ କଣ ଶିଖେଇଲେ ସେଇଦିନ? ପିତର, ତୁ ଯଦିଓ ଏ ପୋଖରୀରେ ସମୁଦ୍ରରେ ଏତେ ମାଛ ଧରିଛୁ, ମାତ୍ର ଆଜି ତୁ ଗୋଟିଏ ମଧ୍ୟ ଧରି ପାରୁନୁ। ନା ନାଇଁ? ମୁଁ ପଚାରିବି ଆପଣଙ୍କୁ, ସେଦିନ ପିତରଙ୍କ ଜାଲରେ କାହିଁକି ଗୋଟେ ମଧ୍ୟ ମାଛ ଆସିଲା ନାହିଁ? କାହିଁକି ସେଦିନ ପିତରଙ୍କ ଜାଲରେ ଗୋଟେ ମଧ୍ୟ ମାଛ ଆସିଲା ନାହିଁ? ଜାଲ ଭଲରେ ପକେଇଲେ ନାହିଁ ପିତର? ଭଲରେ ଜାଲ ପକେଇ ନହେଲେ ପିତର, ସେଥିପାଇଁ? କଣ ପାଇଁ? ଆଁ? ପରୀକ୍ଷା ପାଇଁ? ମୁଁ କହିବି ସରଳ ଉତ୍ତର। ସେଦିନ ପ୍ରଭୁ ଯୀଶୁ ସବୁ ମାଛ ମାନଙ୍କୁ କହିଥିଲେ, ଆଜି କିଏ ମଧ୍ୟ ପିତର ଜାଲ ଭିତରେ ପଶିବ? ପ୍ରଭୁଙ୍କର ବିନା ଅନୁମତିରେ ପତ୍ର ହଲିବ? ସେଦିନ ପ୍ରଭୁ ସବୁ ମାଛ ମାନଙ୍କୁ ନିଷେଧ କରୁଥିଲେ, ପିତରଙ୍କ ଜାଲରେ କିଏ ମଧ୍ୟ ଯିବ ନାହିଁ। ଆମେନ୍। କିନ୍ତୁ କଣ ପାଇଁ? ପିତରଙ୍କର ଦୃଷ୍ଟିରେ ପିତରଙ୍କ ଜାଲରେ ମାଛ ନ ପାଇବାଟା ହତାଶର କଥା, ଭୟ କରିବାର କଥା।
ନା ନାଇଁ? ଆପଣଙ୍କର ପକେଟରେ ପଇସା ନଥିଲେ ମୁହଁ ଖୁସି ହଉଛି ନା ମୁହଁଟା ଶୁକି ଯାଉଛି? ପିତରଙ୍କ ଜାଲରେ ବର୍ତ୍ତମାନ ମାଛ ନଥିବା ଏଟା ଦୃଶ୍ୟ ପିତର ପାଇଁ ଏଟା ଖୁସିର ବିଷୟ କି ଭୟର ବିଷୟ, ଚିନ୍ତାର ବିଷୟ? କିନ୍ତୁ ଜଣଙ୍କ ପାଇଁ ଖୁସିର ବିଷୟ। କାହା ପାଇଁ? ଯୀଶୁ ଖ୍ରୀଷ୍ଟଙ୍କ ପାଇଁ। ଆମେନ୍। ସେଦିନ କାହିଁକି ଯୀଶୁ ଖ୍ରୀଷ୍ଟ ପିତର ଜାଲରେ ଗୋଟେ ମାତ୍ର ମାଛ ଦେଲେ ନା ଜାଣିଛନ୍ତି? କେବେ ଭାବନ୍ତୁ ନାହିଁ ପିତରଙ୍କୁ ବିନାଶ କରିବା। ସେଦିନ ଯୀଶୁ ଖ୍ରୀଷ୍ଟ ପିତରଙ୍କ ଜୀବନରେ ପ୍ରବେଶ କଲେ ବର୍ତ୍ତମାନ କାମ କରିବା। ଯୀଶୁ ଖ୍ରୀଷ୍ଟ ପିତରକୁ ସେଦିନ କଣ ବୁଝେଇଲେ? ପିତର, ତୁ ହଉଛୁ ଲୋକ ଯେ କି ଆଜି ପର୍ଯ୍ୟନ୍ତ ତୋର ଚିନ୍ତାଧାରାରେ, ତୋର ବୁଝାମଣାରେ ତତେ ଯାହା ଠିକ ଦେଖାଯାଉଛି ସେ ଅନୁସାରେ ବଞ୍ଚିକି ଆସୁଛୁ। ଯୋଉ ସମୟରେ ଆପଣଙ୍କର ଚିନ୍ତା ଆପଣଙ୍କୁ ଠିକ ଲାଗୁଛି, ଯଦି କିଏ ଭୁଲ କହିଦେଲା ରାଗ ଆସିବ ନା ଖୁସି ଆସିବ? ଖୁସି ଆସିବ ନାଇଁ। ହେଲେ ବାଇବଲରେ ଲେଖା ହେଇଛି ମନୁଷ୍ୟର ଚିନ୍ତା ମିଛ ଲେଖା ହେଇଛି ନା ସତ ଲେଖା ହେଇଛି? ହଁ, ବାଇବଲ ଲେଖା ହେଇଛି ମନୁଷ୍ୟର କଳ୍ପନା ମିଛ କହିକି। ହେଲେ ମଣିଷର କଳ୍ପନା ଚିନ୍ତା ଯଦି ମିଛ, ଯଦି ପ୍ରଭୁଙ୍କୁ ବାକ୍ୟ ଲେଖା ହେଇଛି ମୋର ଚିନ୍ତା ମିଛ ବୋଲି କହିକି ମୁଁ କେବେ ଆବିଷ୍କାର କରୁଛି? ମୁଁ ତ ସକାଳେ ଉଠିଲେ ମୋର ଚିନ୍ତାକୁ ବ୍ୟବହାର କରୁଛି, କୋଉଟା ଠିକ କୋଉଟା ଭୁଲ, ମୁଁ କଣ କଲେ ଠିକ ହବ, ମୁଁ କାହାକୁ ପଚାରୁ ନାହିଁ, ମୋ ଅନୁସାରେ ବଞ୍ଚୁଛି। ଏବେ ପିତରଙ୍କର ଚିନ୍ତାକୁ ଭାଙ୍ଗିବା ପାଇଁ ଯୀଶୁ ଚାହିଁଲେ। କୋଉ ଚିନ୍ତାକୁ? ମାଛ ଧରିକି ବଞ୍ଚିବାର ଜୀବନ ଯାପନ, ପାପମୟ ଜୀବନ ଯାପନ। ମାଛ ଧରିକି ବଞ୍ଚିବା ଜୀବନ ଯାପନ ପରିବାର ପାଇଁ ଏଇଟା ପିତରଙ୍କର ପାପମୟ ଜୀବନ କହିକି ଏବେ ପିତର କେମିତି ଜାଣିପାରିବେ? ପିତର, ତୁ ବହୁତ ପାପ କାମ କରୁଛୁ। ନାଇଁ ତ, ମୁଁ ତ କିଛି କରୁନାହିଁ। ମୁଁ କଣ ଗଞ୍ଜେଇ ପିଇବାର ଦେଖିଛ କି? ମଦ ପିଇବାର ଦେଖିଛ କି? ତୁ ମାଛ ଧରୁଛୁ ଜାଲରେ, ସେଇଟା କା ପାପ ଜୀବନ? ଆଚ୍ଛା ଆଚ୍ଛା ଆଚ୍ଛା, ହଉ ଆଉ ମୁଁ ଏକାଉଣ୍ଟ ନମ୍ବର ଦେଇ ଦଉଛି, ଆଇବୁ ହେଲା, ମୁଁ ଘରେ ବଇବି ବାଇବଲ ଧରିକି। ମାଛ ଧରିକି ଘରକୁ ଡାଲି ଚାଉଳ ଖାଦ୍ୟ ଆଣିବାଟା ପାପମୟ ଜୀବନ। ହାତୁଡ଼ି ଗୋଟେ ଖୋଜିବି ମୁଣ୍ଡରେ ମାରିଲେ ତୋର ଠିକ ହବ। ସମାନ ଷ୍ଟୋରି ବାହାରୁଛି। ଆରେ ପ୍ରଭୁ 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 କହିକି ଖାଲି ସଦାବେଳେ ପ୍ରଭୁ କଣ ମ? ଆମେ କିଛି କାମ କରିବୁ ନାହିଁ କି? ଆମେ ଚାକିରି କରିବୁ ନାହିଁ କି? ଲୋକମାନେ ନହଙ୍କ ସମୟରେ ସେମିତି କହିଲେ। ନହ ଯେଉଁ ସମୟରେ ଜାହାଜକୁ ତିଆରି କଲେ, ନିଜର ସମସ୍ତ ପରିବାରକୁ ଛାଡ଼ିକି ସେ ଜାହାଜ ତିଆରି କଲେ ପର୍ବତରେ। କଣ ପାଇଁ? ଈଶ୍ୱରଙ୍କ ବିଚାରକୁ ସେ ପାଇଲେ। 120 ବର୍ଷ ପରେ ପରମେଶ୍ୱର 40 ଦିନ ବର୍ଷା କରିକି ପୃଥିବୀକୁ ଧ୍ୱଂସ କରିବେ। ନହର ବାକ୍ୟ ଲେଖା ହେଇଛି। କୋଉଠି ଲେଖା ହେଇଛି? ସାଙ୍ଗେ ସାଙ୍ଗେ ଖୋଲନ୍ତୁ ଏବ୍ରି 11:7 କଣ ଲେଖା ହେଇଛି? ଇମିଡିଏଟଲି ଖୋଲିକି ଜଣେ କିଲେ ପଢନ୍ତୁ ଏବ୍ରି 11:7। କଣ ଲେଖା ହେଇଛି ପଢନ୍ତୁ। ଆମେନ୍। ବିଶ୍ୱାସ ଦ୍ୱାରା ନୁହଁ, କଣ କହିଲେ? ଓ ପ୍ରକାଶିତ ବିଶ୍ୱାସ, ଯାହାକି ଦେଖାଯାଉନି ତାଙ୍କ ଆଖିରେ, ପ୍ରକାଶ ହେଇନାହିଁ ତାଙ୍କର ଦୃଷ୍ଟିରେ। କଣ କଲେ? ସେ ବିଶ୍ୱାସ ଦ୍ୱାରା କଣ କଲେ? ଅପ୍ରକାଶିତ ବିଷୟକୁ ସେ ପ୍ରଦେଶ ପାଇ କଣ କଲେ? ସେଠି ଗୋଟେ ଲେଖା ହେଇଛି, ଜଗତକୁ କଣ କଲେ? ଜଗତକୁ ଦୋଷୀ କଲେ। ଜଗତକୁ କଣ କଲେ ଭାଇ ଭଉଣୀ ମାନେ? ଦୋଷୀ କଲେ। ଆଉ ଆପଣ ପରିବାରର ରକ୍ଷା ନିମନ୍ତେ ସେ ବିଶ୍ୱାସ ଦ୍ୱାରା କଣ କଲେ? ଗୋଟେ ଜାହାଜକୁ ତିଆରି କଲେ। ଆମେନ୍। ଯୋଉ ସମୟରେ ଜାହାଜକୁ ତିଆରି କରି ଦୃଶ୍ୟ ଲୋକ ଦେଖିଲେ, ଲୋକ କଣ ବୋଲି କହିଲେ? ଏ ପାଗଳ ବୁଢା, ଇଏ କଣ ହଉଛି ରେ? ଇଏ ଘର ବାଡି ଛାଡିକି, ବାପା ମାକୁ ଛାଡିକି ସେ ଜଙ୍ଗଲରେ ଗୋଫର କାଠକୁ ସଜାଡିକି ଜାହାଜ ତିଆରି କରୁଛି। ଆରେ କହୁଛି ପରେ ପୁଣି ପ୍ରଭୁ ଏ ପୃଥିବୀରେ 40 ଦିନ ବର୍ଷା କରିବେ, ଆଉ ପୃଥିବୀକୁ ଧ୍ୱଂସ କରିଦେବେ। ଇଏ ଏକା ଜାଣିଲା, ଆମେ ଆଉ ଜାଣିବୁ କି? ଆଉ ଲୋକମାନେ ନହଙ୍କର କଥାକୁ ପରିହାସ କଲେ ନା ନହଙ୍କର ମୁଖରେ ପ୍ରଭୁଙ୍କର ବାକ୍ୟକୁ ପରିହାସ କଲେ? ଲୋକମାନେ ନହଙ୍କର କଥାକୁ ବିଶ୍ୱାସ କରିପାରିଲେ ନାହିଁ। ନହଙ୍କର ମୁଖରେ ପ୍ରଭୁ କହୁଛନ୍ତି କହିକି ଲୋକକୁ ବିଶ୍ୱାସ ଆସିଲା ନାହିଁ। ଲୋକମାନେ କହିଲେ ଏଡେ ବଡ ସୁନ୍ଦର ଦୁନିଆକୁ ପ୍ରଭୁ କାହିଁକି ଧ୍ୱଂସ କରିବେ? ଏଇ ଦିନଙ୍କର ବେଶୀ ପାପ କରିକି ବଞ୍ଚୁଛୁ, ସେଥିପାଇଁ ଭୟଭୀତ କରିବା ପାଇଁ ପ୍ରଭୁ ଆମକୁ ବିଚାରକୁ ଦେଇପାରିବେ। କିନ୍ତୁ ଏହାର ଅର୍ଥ ନାହିଁ ଯେ ପୃଥିବୀକୁ ଧ୍ୱଂସ କରିବେ।
ସମୟ ପରେ ସମୟ ବିତିଗଲା। ପଚାରିବି ଆପଣଙ୍କୁ, ଜଳପ୍ଲାବନ ସମୟରେ ଜାହାଜ ଭିତରେ କେତେଟା ଲୋକ ପଶିଲେ, କେତେ ପ୍ରାଣୀ ପଶିଲେ ଜାଣିଛନ୍ତି? କେତେ ଲୋକ? ବହୁତ ରାଇକି ହାଟକୁ ଯାଉଛନ୍ତି ଆପଣ, ସେଥିପାଇଁ ବାଇବଲ ପଢିବାକୁ ସମୟ ପାଉନାହାନ୍ତି ନା? ରାଇକି ହାଟ ବେଶୀ ଗହଳି ବୋଲି ଆମେ ଜାଣିଛୁ। ବାଇବଲ ପଢୁଛନ୍ତି ନା ନାଇଁ? କେତେ ଲୋକ ଜାହାଜ ଭିତରେ ପଶିଲେ? ମାତ୍ର 8 ଜଣ, ସେଟା ବି ନହଙ୍କୁ ମିଶେଇକି। ହେଲେ ନହ କେତେ ଦିନ ପ୍ରଚାର କଲେ ସୁସମାଚାର? ଜାହାଜ ଭିତରେ ପଶ, ଜାହାଜ ପଶ କହିକି କେତେ ବର୍ଷ ପ୍ରଚାର କଲେ? 120 ବର୍ଷ ପ୍ରଚାର କଲେ। କେତେ ଲୋକ ପଶିଲେ? ନହ ବହୁତ ଶାରୀରିକ ଥିଲେ ନା, ବାକ୍ୟ କାମ କଲା ନାହିଁ। ନହଙ୍କର ପ୍ରଚାର ଭୁଲ ଥିଲା। ନହ ଟିକେ ଭଲରେ କହିପାରିଲେ ନାହିଁ, ଏଥିରେ 8 ଜଣ ଏକା ପଶିଲେ। ସେଟା ନହଙ୍କୁ ମିଶେଇକି। କାହିଁକି 8 ଜଣ ପଶିଲେ? ଆଉ ଅନ୍ୟ ଲୋକ କଣ ହେଲେ? ସବୁ ଛିଞ୍ଚତ୍ର ପୋକ ମାଛି ପରି ମଲେ ନା ନାଇଁ? ହେଲେ ମୁଁ ପଚାରି ଭାଇ ମାନେ, ଯୋଉ ଲୋକମାନେ ଜାହାଜ ବାହାରେ ଥିଲେ ସେମାନେ ମରିଗଲେ କି ନାହିଁ? ଧ୍ୱଂସ ହେଇଗଲେ ନା। ହେଲେ କାହିଁକି ସେମାନେ ଧ୍ୱଂସ ହେଇଗଲେ? କାରଣ 40 ବର୍ଷ, 40 ଦିନ ଭୟଙ୍କର ବର୍ଷା ହେଲା ନା ନାଇଁ? 40 ଦିନ ଭୟଙ୍କର ବର୍ଷା ହେଲା। ସେ ବର୍ଷା ପାଇଁ ଲୋକମାନେ ମରିଗଲେ ନା ନାଇଁ? ଯିଏ ହଁ କହୁଛି ରାଇଟ ସାଇଡ ହାତ କାଢ ଆଉ ମୁଣ୍ଡ ଗୋଟେ ଏମିତି ମାର। ଯଦି 40 ଦିନ ବର୍ଷାରେ ଏମାନେ ମରିଗଲେ ବର୍ଷା ପାଇଁ, ତାହେଲେ ଜାହାଜ ଭିତରେ ଥିବା ଲୋକମାନେ କାହିଁକି ମଲେ ନାହିଁ? ବର୍ଷା ଯଦି ଲୋକକୁ ମାରିଲା 40 ଦିନର, ଏଇ ଲୋକ କଣ ପାଇଁ ମାରିଲା ନାହିଁ? ସିମ୍ପଲ ଆନ୍ସର, କାହିଁ ଏମାନେ କୋଉଠି ଥିଲେ? ବାହାରେ ବର୍ଷା ହଉଛି, ମୁଁ ଉଦା ହଉନାହିଁ କାହିଁକି? ମୁଁ ବହୁତ ଷ୍ଟିଲ ବଡି ତ, ସେଥିପାଇଁ ଉଦା ହଉନାହିଁ। ବେଶୀ ଧନୀ ଲୋକ ବୋଲି ଉଦା ହେବି ନାହିଁ। ମୋର ବେଶୀ ଦାମିକା କାର ଅଛି ବୋଲି ଉଦା ହେବି ନାହିଁ ନା, ମୁଁ ଘର ଭିତରେ ଅଛି ଉଦା ହେବି ନାହିଁ। ସିମ୍ପଲ ଉତ୍ତର ନା। ଯୋଉ ଲୋକମାନେ ମରିଗଲେ ସେମାନେ ଏଥିପାଇଁ ମଲେ ନାହିଁ ଯେ ସେମାନେ ବେଶୀ ଦୁଷ୍ଟ ଲୋକ ଥିଲେ କି ପାପୀ ଲୋକ ଥିଲେ, କଦର୍ଯ୍ୟ ଲୋକ ଥିଲେ। ମଲେ କାହିଁକି? ସେମାନେ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କଲେ ନାହିଁ। ଆମେନ୍। ଈଶ୍ୱରଙ୍କ ବାକ୍ୟକୁ ସେମାନେ ବିଶ୍ୱାସ କଲେ ନାହିଁ, ସେଥିପାଇଁ ମରିଗଲେ। ହେଲେ ଈଶ୍ୱରଙ୍କ ବାକ୍ୟକୁ କାହିଁକି ବିଶ୍ୱାସ କଲେ ନା ସେମାନେ? ବେଶୀ ମଦ ପିଇ ଦଉଥିଲେ, ବେଶୀ ଗଞ୍ଜେଇ ପିଇ ଦଉଥିଲେ ନା ନାଇଁ, ବେଶୀ ପାପ କରିଦେଇଥିଲେ। ସେମିତି କି ଭାଇ ଭଉଣୀ ମାନେ, ଜଳପ୍ଲାବନର ବିଚାରର ମାପଦଣ୍ଡ କିଏ କେତେ ଭଲ, କିଏ କେତେ ଖରାପ ନାହିଁ, କିଏ କେତେ ପାପ କରୁଛି, କିଏ କେତେ ଭଲ କାମ କରୁଛି, ଏ ମାପଦଣ୍ଡ ନାହିଁ। ବିଚାରର ମାପଦଣ୍ଡ କଣ? କିଏ ଭିତରେ ଅଛି, କିଏ ବାହାରେ ଅଛି। ଆମେନ୍। ହେଲେ ଭିତରେ କିଏ ଅଛି? ଖରାପ ଲୋକ ମଧ୍ୟ ଭିତରେ ପଶି ପାରିବ। କେମିତି? ନିଜର ଚିନ୍ତାକୁ ପରିତ୍ୟାଗ କରିକି ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କଲେ ପଶି ପାରିବ। ଆମେନ୍। ଯୋଉ ଲୋକ ବାହାରେ ମରିଗଲେ ସେମାନେ ଖରାପ ଥିଲେ ବୋଲେ ମଲେ, ଖରାପ ଲୋକ ବୋଲି ମଲେ ନା ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କଲେନି ବୋଲି ମଲେ? ହେଲେ ମୋର ପ୍ରଶ୍ନ, ସେକେଣ୍ଡ ପ୍ରଶ୍ନ, ତାହେଲେ ଖରାପ ଲୋକମାନେ ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କଲେ ଉଦ୍ଧାର ପାଇପାରିବେ ନା ନାହିଁ? କିନ୍ତୁ ବାହାରେ ଭଲ ଲୋକ ସବୁ ଅଛନ୍ତି, କିନ୍ତୁ ବାହାରେ ଅଛନ୍ତି କଣ ହେବେ? ମରିଯିବେ। ଆମେନ୍। ସେଦିନ ପରମେଶ୍ୱର 40 ଦିନ ବର୍ଷା କରିକି ଜଗତକୁ ବିଚାର କରୁଥିଲେ। ଏ ବିଚାରର ମାପଦଣ୍ଡ ହଉଛି ଯୋଉ ଲୋକମାନେ ନିଜର ଚିନ୍ତାକୁ ପରିତ୍ୟାଗ କରିପାରିଲେ ନାହିଁ, ସେମାନେ ମରିଗଲେ। ନିଜର ଚିନ୍ତାକୁ ପରିତ୍ୟାଗ କରିକି ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କରିବାଟା ହଉଛି ମନ ପରିବର୍ତ୍ତନ ଏବଂ ସୁସମାଚାରରେ ବିଶ୍ୱାସ କରିବାଟା। ହାଲେଲୁୟା, ଆମେନ୍। ଯୋଉ ମଣିଷ ନିଜର ଚିନ୍ତାକୁ ପରିତ୍ୟାଗ କରିବା ପାଇଁ ସୁଯୋଗ ଅନୁଗ୍ରହ ପାଇବ, ସେ ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କରିବ। କୋଉ ଲୋକ ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କରିପାରିବ? ଯୋଉ ଲୋକ ନିଜର ଚିନ୍ତାକୁ ପରିତ୍ୟାଗ କରିପାରିବ। କୋଉ ଲୋକ ନିଜର ଚିନ୍ତାକୁ ପରିତ୍ୟାଗ କରିପାରିବ? ଯୋଉ ଲୋକର ଜୀବନରେ ଈଶ୍ୱର ଅନୁଗ୍ରହ ଦେବେ। ଟିକେ ଭାବନ୍ତୁ, ଲୁକ ପୁସ୍ତକ 15 ପର୍ବର ଦ୍ୱିତୀୟ ପୁତ୍ର ବିଷୟରେ ଜାଣିଛନ୍ତି କାହାଣୀ ନା? ହେଲେ ଯେହେତୁ ସେ ଘରୁ ବାହାରିଲା, ବାପାଙ୍କୁ ଛାଡିକି ଚାଲିଗଲା, ଆଶା ଥିଲା କି ନାହିଁ? ଖୁସି ଥିଲା କି ନାହିଁ? ଏବେ ମୁଁ ଯଦି ଯିବି ବାପାଙ୍କର ଛାଡିକି, ତାହେଲେ ବଢିଆରେ ବଞ୍ଚିବି, ବ୍ୟବସାୟ କରିବି, ଟଙ୍କା କମେଇବି, ଧନୀ ହେବି, ଆଉ ଫେରିବି, ଏ ଚିନ୍ତାରେ ଗଲେ ନା? ଏ ଚିନ୍ତା ଦିନେ ତାକୁ ଫଳାଫଳ ଦେଲା। କଣ ବୋଲି? ଘୁଷୁରୀ ମାନଙ୍କର ସିମ ଖାଇବା ଜାଗାରେ ସେ କଣ କହୁଛି? ମୋ ବାପାଙ୍କ ଘରେ ମୂଲ୍ୟ ମାନଙ୍କର ଖାଦ୍ୟ ବଳି ପଡୁଛି, କିନ୍ତୁ ମୁଁ ଏ ଜାଗାରେ ଭୋକରେ ମରୁଛି। ମୁଁ ଭୋକରେ ଭୋକରେ ମରୁଛି କହୁଛି ନା ସେ। ହେଲେ ପଇସା ସରିଗଲା ବୋଲି ମରୁଛି ବୋଲି ପାଇଲା,
ନା ମୁଁ ବାପାଙ୍କର ଘର ଛାଡ଼ିଲି ବୋଲି ମରୁଛି ବୋଲି ପାଇଲା ସେ? ସମସ୍ତେ ଉତ୍ତର ଦିଅନ୍ତୁ, ଏଟା ବେଶୀ ଗୁରୁତ୍ୱପୂର୍ଣ୍ଣ ବିଷୟ। ମୁଁ ପଇସା ବେଶୀ ଭଲରେ ବ୍ୟବହାର କଲି ନାହିଁ, ମଦ ପିଇଦେଲି, ଗଞ୍ଜେଇ ପିଇଦେଲି, ବେଶ୍ୟା ମାନଙ୍କ ପାଖକୁ ଗଲି, ସେଥିପାଇଁ ଭୋକରେ ମରୁଛି ବୋଲି ସେ ପାଇଲା? ସେମିତି ବୁଝିଲା? ନା ମୋ ବାପାଙ୍କ ଘର ଛାଡିକି ଆଇଲି, ସେଥିପାଇଁ ମରୁଛି ଭୋକରେ ବୋଲି ପାଇଲି। ଆମେନ୍, ବୁଝିପାରୁଛନ୍ତି? ଏଇଟା ମ୍ୟାଟର ନାହିଁ, ଏଇଟା ବିଷୟ ନାହିଁ ଯେ ସେ ପଇସା ଖର୍ଚ୍ଚ କରିବା ଠିକ କଲା ନାହିଁ ବୋଲି ମରୁଛି, ଏମିତି ନାହିଁ। ସେ ବାପାଙ୍କ ଘର ଛାଡିକି ଆସିଲା, ସେତେ ସେ ମରୁଛି ବୋଲି ଆବିଷ୍କାର କରୁଛି। ସେତେ ସେ କହୁଛି ମୁଁ ବାପାଙ୍କ ପାଖକୁ ଫେରିଯିବି। ଗୀତ ସଂହିତା 90 ପର୍ବର 3 ପଦରେ ଗୋଟେ ବାକ୍ୟ ଲେଖା ହେଇଛି, ପଢନ୍ତୁ। କିଏ ହେଲେ ଜଲଦି ପଢନ୍ତୁ। ଗୀତ ସଂହିତା 90 ପର୍ବର 3 ପଦରେ ବାକ୍ୟ ଲେଖା ହେଇଛି। କଣ ଲେଖା ହେଇଛି? ତୁମ୍ଭେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ, ପୁଣି କଣ ବୋଲି କହୁଛନ୍ତି ପ୍ରଭୁ? ହେ ମନୁଷ୍ୟ ସନ୍ତାନ ଗଣ, ଫେର। ଭାଇ ଆରେ ଭଉଣୀ ମାନେ ଶୁଣନ୍ତୁ ମୋର କଥା। ଈଶ୍ୱର କହୁଛନ୍ତି ତମେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ। ପରମେଶ୍ୱର ଏ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଛନ୍ତି, ଅର୍ଥ କଣ? ଯେମିତି ଗ୍ରାଇଣ୍ଡରରେ ଆମେ କିଛି ବିଷୟ ପକେଇକିରି ଗ୍ରାଇଣ୍ଡିଂ ଗୁଣ୍ଡ କରୁଛୁ ନା, ସେମିତି ପରମେଶ୍ୱର ମଣିଷର ଜୀବନରେ ଜୀବନକୁ ଗୁଣ୍ଡ କରିଦଉଛନ୍ତି। କୋ ଜୀବନକୁ? ଏ ଶାରୀରିକ ଭାବରେ ଜୀବନ ଯାପନ ବ୍ୟତୀତ ଜୀବନକୁ ପୃଥିବୀରେ। ଆମେନ୍। ଏ ପୃଥିବୀରେ ଜୀବନ ଯାପନକୁ ପରମେଶ୍ୱର ଗୁଣ୍ଡ କରିଦଉଛନ୍ତି। କଣ ପାଇଁ? କହିବା ପାଇଁ, ହେ ମନୁଷ୍ୟ ସନ୍ତାନ ଗଣ ଫେର। କଣ ଫେରିବା ପାଇଁ? ମୋ ରାଜ୍ୟକୁ ତମେ ଆସିବାକୁ ପଡିବ। ଆମେନ୍। ଆମେ କେବେ ମଧ୍ୟ ଜାଣିନୁ ଏ ପୃଥିବୀ ଆଉ ସ୍ୱର୍ଗ ଭିତରେ ତଫାତ୍ କଣ। ଆମେ ଖାଲି ଦେଖୁଛୁ ଅନନ୍ତର ସଦାପ୍ରଭୁ ପୃଥିବୀକୁ ଆଉ ସ୍ୱର୍ଗକୁ ତିଆରି କଲେ। ମତେ ପୃଥିବୀରେ କଣ ଅଛି, ସ୍ୱର୍ଗରେ କଣ ଅଛି, ତାହା ମୁଁ ଜାଣିନଥିଲି। ମୋର ଆଖି ଯୋଡ ଦେଖେଇଲା, ମତେ ଭଲ ଲାଗିଲା, ମୁଁ ସେଇଟାକୁ ପସନ୍ଦ କଲି ପାଇବା ପାଇଁ। ମୋର ଚିନ୍ତା ମତେ ଯାହାକୁ ଠିକ ବୋଲି କହିଲା, ମୁଁ ସେ ବିଷୟକୁ ଠିକ କହିଲି। ମୋର ବୁଝାମଣା ମତେ ଯୋଉଟା ଠିକ ଲାଗିଲା, ମୁଁ ସେଟାକୁ ଠିକ କହୁଥିଲି। ମାତ୍ର ମୁଁ ମୋର ଜୀବନରେ ମୁଁ କେବେ ମଧ୍ୟ ଏଇ ବିଷୟକୁ ମୁଁ କେବେ ମଧ୍ୟ ଗ୍ରହଣ କରିବା ପାଇଁ ନାରାଜ ଥିଲି ଯେ ମୋର ଚିନ୍ତା ଭୁଲ, ମୋର ଯୋଜନା ମୋ ଭୁଲ, ମୋର ଦେଖିବାର ଦୃଷ୍ଟି ଭୁଲ, ମୋର ବୁଝାମଣା ଭୁଲ, ମୁଁ ସମ୍ପୂର୍ଣ୍ଣ ଭୁଲ ଲୋକ। ମୁଁ ନିଜକୁ ବିଶ୍ୱାସ କରିବା ପାଇଁ କୌଣସି ସର୍ତ୍ତ ନାହିଁ। ପରମେଶ୍ୱର ମତେ ମୋର ଜୀବନରେ 19 ବର୍ଷ ସମୟରେ ମତେ ଏଇ ପ୍ରକାର ଭୟଙ୍କର ଅନ୍ଧକାରକୁ ନେଇଗଲେ। ମୁଁ ଭାବୁଥିଲି ମୋର ଜୀବନ ଏମିତି କାହିଁ ହଉଛି, ମାତ୍ର ମୁଁ ଜାଣିନଥିଲି ଈଶ୍ୱରଙ୍କ ଯୋଜନା କଣ ଥିଲା। ସେଦିନ ପିତର ମଧ୍ୟ ଭାବିଲେ, ଆରେ ଆଜି କାହିଁକି ମୁଁ ଗୋଟେ ମଧ୍ୟ ମାଛ ଧରି ପାରିଲି ନାହିଁ। ସେଦିନ ଯୀଶୁ ଖ୍ରୀଷ୍ଟ କଣ କଲେ? ପିତରଙ୍କ ଜାଲ ଛିଣ୍ଡାଇ ଦେଲେ। ଆମେନ୍। ଖାଲି ପିତର ଜାଲ ଛିଣ୍ଡେଇଲେ ନାହିଁ, ଯୀଶୁ ସେଇଦିନ ପିତର ଚିନ୍ତା ମଧ୍ୟ ଭାଙ୍ଗିଦେଲେ। କୋଉ ଚିନ୍ତା? ମାଛ ବିନା ବଞ୍ଚି ପାରିବି ନାହିଁ। ଦିନେ ମୋ ପାଖରେ ଏମିତିକାର ମାଇଣ୍ଡରେ ଫିକ୍ସ ଥିଲା, ଏ ପୃଥିବୀ ମୋର ଘର, ଏ ପୃଥିବୀ ମୋର ଗାଁ, ଏ ପୃଥିବୀରେ ମୋର ସମସ୍ତ ଜୀବନ ଯାପନ ଅଛି, ଏ ପୃଥିବୀ ମୋର ଖୁସି, ସମସ୍ତ ମନ ପ୍ରାଣ ଆତ୍ମା ମୁଁ ଏ ଜଗତରେ ଢାଳିବା ଦରକାର। ଏ ବୁଝାମଣାରେ ମୋର ଜୀବନକୁ ମୁଁ ଆରମ୍ଭ କରିଥିଲି। କିନ୍ତୁ ଗୋଟେ ବାକ୍ୟ ଦେଖେଇବି ଆପଣଙ୍କୁ। 2 Corinthians 4 ପର୍ବର 18 ପଦରେ ଗୋଟେ ବାକ୍ୟ ଲେଖା ହେଇଛି। ଜଣେ କିଏ ହେଲେ ବଡ ପାଟି କରି ପଢନ୍ତୁ। 2 Corinthians 4 ପର୍ବର 18 ପଦ। ପାଇଲେ କି? 2 Corinthians 4 ପର୍ବର 18 ପଦରେ ବାକ୍ୟ ଲେଖା ହେଇଛି, କିଏ ପଢନ୍ତୁ। ଆମେନ୍। ବାଇବଲ କହୁଛି, ଯେଣୁ ଆମମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ। କାରଣ ଦୃଶ୍ୟ ବିଷୟ କ୍ଷଣ କାଳ ସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତ କାଳ ସ୍ଥାୟୀ। ଏ ବାକ୍ୟ ଅନୁସାରେ ଆମେ ବୁଝିପାରୁଛୁ ଯେ ପ୍ରଭୁ କହିବାକୁ ଚାହୁଁଛନ୍ତି, ତମେ ଦୃଶ୍ୟ ବିଷୟକୁ ଲକ୍ଷ୍ୟ କର ନାହିଁ, ଦୃଶ୍ୟ ବିଷୟ ଆଡକୁ ମନ ଦିଅ ନାହିଁ, ଅଦୃଶ୍ୟ ବିଷୟକୁ ଲକ୍ଷ୍ୟ କର। କାରଣ ଦୃଶ୍ୟ ବିଷୟ କ୍ଷଣ କାଳ ସ୍ଥାୟୀ, ମାତ୍ର ଅଦୃଶ୍ୟ ବିଷୟ ଅନନ୍ତ କାଳ ସ୍ଥାୟୀ। ଦିନେ ମୁଁ ପାଇଲି, ଯାହା ଦେଖାଯାଉଛି ତାହା ଟେମ୍ପରାରୀ, ଜଲ୍ଦି ସରିଯିବ। ମାତ୍ର ଯାହା ଦେଖାଯାଉନାହିଁ ଅଦୃଶ୍ୟ ବିଷୟ କଣ? ଅନନ୍ତ କାଳ ସ୍ଥାୟୀ, ଇଟରନାଲ ବୋଲି କହୁଛୁ ଆମେ। ଇଟରନାଲ ମାନେ ଅନନ୍ତ କାଳ, କେବେ ସରିବ ନାହିଁ। ଭାଇ ଭଉଣୀକୁ ପଚାରିବାକୁ ଚାହୁଁଛି, ଆଦି ପୁସ୍ତକ 1:1 କଣ ଲେଖା ହେଇଛି?
परमेश्वर आद्य कौन कले पृथ्वी को और स्वर्ग को सृष्टि कले। ये 18 पदर वाक्य को मु नहीं कि जोड़िया को चाहूँ एक पद आदि पुस्तक दृश्य विषय प्रति लक्ष्य कर बोली प्रभु कहते ना अदृश्य विषय कहीं कारण दृश्य विषय कौन क्षण काल स्थायी अदृश्य विषय कौन तार तो जहाँ देखा जाऊँगी टेम्परेरी अल्प समय जहाँ देखा जाऊ ना सेटा होची अनंत कालीन आमेन। हेले बता पृथ्वी आ स्वर्ग भितर मु आपन पचारिबी ए पृथ्वी स्वर्ग भितर क्षण काल स्थायी कोटा अनंत काल स्थायी पृथ्वी क्षण काल स्थायी ना पृथ्वी अनंत काल स्थायी स्वर्ग अनंत काल स्थायी ना क्षण काल स्थायी आमेन। दृश्य पृथ्वी क्षण काल स्थायी हेतिबा ये माँ आंटी एमती तो जन्म ही नथलो तमे एमती छुआ के जन्म होइथिबो ना कि धीरे धीरे से माँ बयस बढ़ी 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 जाउछि मो मधे एमती डायरेक्ट मो माँ कर गर्भ आसे ना मो भी छोट एक जन्म होइथिली एबे देखु देखु मते 45 वर्ष होई गन हम केते वर्ष होछि माँ 60 हे गलानी आगो को 70 हे पारिबो मात्र 40 हे पारिबो ना 60 हे 40 हे पारिबो कि 60 हे 70 हे पारिबो आगु को सेना बढ़िबो पछकु फेरिबार प्रश्न नै पछक फेरिया पे गोटे एका अछि गोटे सप्ताह पे खाली काम दबो ए धोला चुट्टी कला ही पारिबो गोटे सप्ताह पे सेलून गले हे जिवो से मात्र गोटे सप्ताह पर आउ थरे पळिबो सेटा हेई पारुछि बयस पछकु जाई पारिबो हबो ताले पृथ्वी होछि गोटे कळकर स्थायी आमे अल्प समय अतिथि पृथ्वी रे तार अर्थ ईश्वर कहया चाहउछथि पृथ्वी लोक देखो जो पृथ्वी को मु तैयार कली जो स्वर्ग को तैयार कली से पृथ्वी रे परिचय मु दुई पदर दउछि कोन बोली पृथ्वी निर्जन शून्य अंधकार ए पृथ्वी रो समस्या समाधान करिया पे के तीन पदर लिखाई छै वाक्य तीन पदर कोन लिखाई छै आदि पुस्तक 1 रो अनंतर सदाप्रभु कहले कोन कहले अनंतर सदाप्रभु कोन बोली कहले को जगह देती हो पृथ्वी रे ना जो पृथ्वी निर्जन शून्य अंधकार थिला से पृथ्वी रे ईश्वर कोन कहले अनंतर सदाप्रभु कहले दीप्ति हो अनंतर परमेश्वर दीप्ति पठेले तोरे पृथ्वी कोन हैला दीप्ति हैला अंधकार चली गला आमेन 19 वर्ष पर्यंत ए पृथ्वी सदृश बंचुली अंधकारमय पृथ्वी निर्जन पृथ्वी शून्य पृथ्वी मद गंजेई निशा हताश निराश पाप कौन से लक्ष्य नहीं प्रभु राज्य को जिया पाए गोटे झील को भल पाइली मु केबे भल पाइछु ना नहीं पाइथिबे ना हां के मु भल पाउछ ना कोइला रे मुंड दर्द कर दोछु काल प्रश्न मु आडू गाइबो मु भाबुथिली मु जाक भल पाउछि से झील दिने कहला मते जदी तुम छाड़ी देबो बोले मु दौड़ दे के मर जीवी दौड़ दे के मरिबो कोन मोट दौड़ी के से आउ गोटे जन को बाहे अरे एटा जे पृथ्वी एटा जे वास्तविकता गोटे गोटे पाद पकेलारु गोटे गोटे पाद पडुथिला मोर प्रभु मते देखौथिले ए पृथ्वी परिचय कोन मो से प्रकार पृथ्वी जो पृथ्वी अंधकार शून्य आ निर्जन मोर मन रे खुशी नहीं शांति नहीं आशा नहीं राति दिन खाली मु को जगह कुआड़े जीवी कोडी मद पीबी कोडी कोन करबी मु काको मारिबी काको पिटिबी गोटे भयंकर कोन कहबी सेटा रेवोल्यूशन ओडिया कोन आना रेवोल्यूशन ओडिया रे कोन कहबी विद्रोह गोटे विद्रोह हृदय परिपूर्ण प्रतिशोधर परिपूर्ण रागिबा हत्या हिंसा व्यभिचार पाप करिवार हृदय परिपूर्ण के थिली शांति थी कि खुशी थी कि बाहर नमस्कार भल कर जाऊली व्यवहार भल थिला भितर घोर अंधकार पाप कि मु जान नी ए पृथ्वी जोड़ा अंधकार थिला शून्य थिला निर्जन थिला यार समस्यार समाधान किए दब
ମୋବାଇଲ ଖରାପ ହେଲେ କିଏ ତିଆରି କରିବ? ମୋବାଇଲ ୟୁଜ୍ କରିବା ଲୋକ। ଫୋନ ଖରାପ ହେଇଗଲେ ନିଜେ ନିଜେ ବନେଇ ପାରିବ? ଫୋନ ଖରାପ ହେଲେ ତିଆରି କିଏ କରିବ? ଯିଏ ଫୋନକୁ ବନେଇଛି ସିଏ ତିଆରି କରିପାରିବ। ଆମେନ୍। ଏ ପୃଥିବୀର ସମସ୍ୟାକୁ ସମାଧାନ କିଏ ଦବ? ଯିଏ ପୃଥିବୀକୁ ତିଆରି କରୁଛନ୍ତି। କିଏ? ପରମେଶ୍ୱର। ପୃଥିବୀର ସମସ୍ୟା କଣ? ଆଜି ମଣିଷର ସମସ୍ୟା କଣ? ଟଙ୍କା ପରା ନାହିଁ ଆଜ୍ଞା, ସେଥିପାଇଁ ମୁଁ କଷ୍ଟରେ ଅଛି। ଚାକିରି ଭଲରେ ପାଇଲି ନାହିଁ ତ, ପ୍ରାଇଭେଟ ଚାକିରି ପାଇଲି। ଗଭର୍ଣ୍ଣମେଣ୍ଟ ଚାକିରି ପାଇଥିଲେ ଭଲ ହେଇଥାନ୍ତା। ଘର ବି ତ ଛାତ ପକେଇ ପାରିଲିନି, ଟିଣ ଘରରେ ଜୀବନ ସରିଯାଉଛି, ସେଥିପାଇଁ ବେଶୀ ଦୁଃଖ ଆଜ୍ଞା। ଲୋକମାନଙ୍କର ବୁଝାମଣା ଦୁଃଖ ପାଇବାର ଏଇଟା। କିନ୍ତୁ ଭୟଙ୍କର ବିଷୟ ହଉଛି କଣ? ଛାତ ଘର ଥାଇକି ମଧ୍ୟ, ସୁନା ଉପରେ ସୁନା ଥାଇକି ମଧ୍ୟ ମୃତ୍ୟୁକୁ ସାମ୍ନା କଲେ ଥରହର ହେଇଯାଉଛନ୍ତି ସେମାନେ ଭୟରେ। ଯେ ସେମାନେ ମୃତ୍ୟୁକୁ ସାମ୍ନା କରୁଛନ୍ତି, ତାଙ୍କର ହୃଦୟ ଭିତରେ ଛାତ ଘରର ଗର୍ବ, ଚାକିରିର ଗର୍ବ ଏକ ସେକେଣ୍ଡରେ ଧୂଳିସାତ ହେଇଯାଉଛି। ପାରିବ? ମୃତ୍ୟୁକୁ ଜିତି ପାରିବ? କେବେ ବି ନାହିଁ ନା। ଏ ପୃଥିବୀର ଅନ୍ଧକାରକୁ କି ଜିତି ପାରିବ? ଆପଣଙ୍କ ଘରେ ଅନ୍ଧାର ଥିଲେ କଣ କଲେ ଅନ୍ଧାର ଯିବ? ବେଶୀ ପାଟି କଲେ। କରେଣ୍ଟ ଅଛି କି ନାହିଁ ଦେଖିଲେ, କରେଣ୍ଟ ଅଛି, ସୁଇଚ ମାରିଲେ, ଲାଇଟ ଜ୍ୱଳିଲେ, ଗଲା ଅନ୍ଧକାର। ଆମେ ଅନ୍ଧକାର ଜିତିବା ପାଇଁ କାହାର ଶକ୍ତି ଅଛି? କେବଳ ଆଲୁଅର। ଯୀଶୁ କଣ କହିଲେ ନିଜ ବିଷୟରେ? ମୁଁ ଜଗତର ଜ୍ୟୋତି। ମୋର ଜୀବନ ଭାବୁଥିଲି ମୁଁ ମଦ ପିଉଛି ବେଶୀ, ସେଥିପାଇଁ ପାପୀ। ମୁଁ ଖରାପ ଭାବରେ ବଞ୍ଚୁଛି, ପାପ କରୁଛି, ସେଥିପାଇଁ ପାପୀ। ମୁଁ କାହାର କଥା ଶୁଣୁନାହିଁ। ମୁଁ ଜାଣିନଥିଲି ମୋର ମେନ୍ ସମସ୍ୟା ହଉଛି କଣ? ମୋ ଲାଇଫରେ ଆଲୁଅ ନାହିଁ। ଆଲୁଅ ଯଦି ଅଛି ମୋର ରୁମରେ, କୋଉଠି କୋଉଟା ଅଛି ମୁଁ ସାଙ୍ଗେ ସାଙ୍ଗେ ଦେଖିପାରିବି ନା। ମୋର ହୃଦୟ ଭିତରେ ଶୈତାନ ରାଜତ୍ୱ କରୁଛି ମତେ। କେମିତି? ପାଉଲ କହୁଛନ୍ତି ମୁଁ ଶାରୀରିକ ପାପର କ୍ରୀତ ଦାସ। ମୁଁ ଏକ୍ସାମ୍ପଲ ଦେବି, କାହିଁ ଆଉ ଇଆଡେ ଏଠୁ କା ତତେ ଉଦାହରଣ ଦେବି। ହଁ, ଇଆଡେ ସିଆଡେ ଦେଖ। ଏବେ ଇଏ ଆଉ ମୋ ଭିତରେ ଶକ୍ତି କାହାର ଅଧିକ ଥିବ? ମୋର ନା ତାର? ସେ ମତେ ପାରିବ? ମତେ ପାରିବ କିରେ? ଆଚ୍ଛା, ବର୍ତ୍ତମାନ ୟାର ଜୀବନକୁ ବର୍ତ୍ତମାନ ମୁଁ ଧରିଛି। ସିଆଡେ ଦେଖେ, ଇଆଡେ ଦେଖେ ନା, ମତେ ଦେଖେ, କିଛି କରିବି ନାହିଁ, ଡର ନା। ଇଏ ରାଇଟ ସାଇଡ ଗଲେ ଚର୍ଚ୍ଚ ଅଛି, ଲେଫ୍ଟ ସାଇଡ ଗଲେ ମଦ ଘର ଅଛି। ମୁଁ ହଉଛି ଶୈତାନ, ମନେ କର। ଶୈତାନ ବୋଲି ମୋର ନା ଭାବନା। ମୁଁ ଶୈତାନକୁ ଧରିଛି। ୟା କାନରେ କହିବି, ମଦ ପିଇଲେ ବଢିଆ ଲାଗିବ ରେ, ସିଗରେଟ ପିଇଲେ ବଢିଆ ଲାଗିବ ରେ, ହେଲା। ଚର୍ଚ୍ଚ ବେକାର, ଚର୍ଚ୍ଚ କଣ ପାଇଁ ଯିବୁ ରେ? ନାଇଁ, ଇଏ କହିବ ବାପା ମା କହୁଛନ୍ତି ମତେ ଚର୍ଚ୍ଚ ଯିବା ପାଇଁ, ମୁଁ ଚର୍ଚ୍ଚକୁ ଯିବି ବୋଲି ଇଏ ଚର୍ଚ୍ଚ ଯାଉଛି। କିନ୍ତୁ ମୁଁ ଧରିଛି ଆକୁ ନା, ମୁଁ କଣ କରିବି ଆକୁ? ତୁ ଇଆଡେ ଯିବା ପାଇଁ ଚେଷ୍ଟା କଲେ ମୁଁ ଆକୁ ଟାଣି ଆଣିବି ଇଆଡେ, କୁଆଡେ ଛାଡିବି ଆକୁ? ଇଏ ପାରିବ ମତେ? ଯେମିତି ଇଏ ପୁଅକୁ ମୁଁ ଧରିଛି, ମୋର କଣ୍ଟ୍ରୋଲରେ ଚାଲିବ। ନାଇଁ ନାଇଁ, ମଣିଷର ଜୀବନକୁ ଶୈତାନ ଯୋଉ ଧରିଛନ୍ତି, ଇଏ କଣ କରିବ? କିଛି କରିପାରିବ? ଇଏ କିଛି କରିପାରିବନି। ୟାର ଜୀବନକୁ ମୁଁ ହଳ କରିବି ପାପରେ। ଶୈତାନ କିଏ? ଶୈତାନ କିଏ? କିଏ ଅଛି ସିଏ? ମତେ ଆପଣ ବେଶୀ କମ ସମୟ ଦଉଛନ୍ତି ଆଜି। ହଁ? ବେଶୀ ସମୟ ଦେଇଥିଲେ ଅଧିକ ଟିକେ ପ୍ରଚାର କରିଥିଲେ। ଜହନ 8:44 ପଢନ୍ତୁ, କଣ ଲେଖା ହେଇଛି ଜଲ୍ଦି କରନ୍ତୁ। ତୁ ଥା ସେମିତି, ତୋର ସରି ନାହିଁ ଟପିକ। ଛିଡାଇଥା, ଜଲ୍ଦି ଖୋଲନ୍ତୁ, ସମୟ ନାହିଁ। ଜହନ ପୁସ୍ତକ 8:44 କଣ ଲେଖା ହେଇଛି? ତୁମ୍ଭେ ମାନେ ତୁମମାନଙ୍କର ପିତା ଶୈତାନ ଠାରୁ ଉତ୍ପନ୍ନ। ତାପରେ ହଁ, ଟିକେ ରହିଯାଅ। ସେ ମାନେ କିଏ? ଶୈତାନ। କଣ ସେ ନରଘାତକ? ଆଦ୍ୟରୁ ନରଘାତକ। ଇଂଲିଶରେ ସେ କଣ ଲେଖା ହେଇଛି? ଇଜ ମର୍ଡରର ଲେଖା ହେଇଛି, ହତ୍ୟାକାରୀ ସେ ନା। ତାପରେ ଆଉ ସେ ସତ୍ୟରେ ରହିବ ନାହିଁ। କିଏ? ଶୈତାନ। ପ୍ରଥମେ ଲେଖା ହେଇଛି ସେ ଆଦ୍ୟରୁ କିଏ? ନରଘାତକ, ମାନେ ମର୍ଡରର ସେ। ସେକେଣ୍ଡରେ କିଏ? ସେ ସତ୍ୟରେ ରହେ ନାହିଁ। ତାପରେ କାହିଁ ସେ ସତ୍ୟରେ ରହି ନାହିଁ? କାରଣ ତା ପାଖରେ ସତ୍ୟ ନାହିଁ।
ତାପରେ ଯେତେବେଳେ ସେ ମିଛ କହୁଛି ନିଜ ଠାରେ ମିଛ କହୁଛି ସେ କାରଣ କାରଣ ସେ ମିଥ୍ୟାବାଦୀ ଆଉ ମିଥ୍ୟାବାଦୀର ବାପା ସିଏ କିଏ ଏମିତି ମିଛ କହିବ ସତ ପରିବାକୁ ଲାଗିବ ମିଛର ବାପା ସେ ମତେ କହିଲା କଣ ବୋଲି କହିଲା ସିଗାରେଟ ବେଶୀ ପିଏ ମଦ ବେଶୀ ପିଏ ଏ ଦୁନିଆରେ ବେଶୀ ଆଶା ରଖେ